ସମୟର ଅନୁରାଳରେ ଓ ପରିସ୍ଥିତିର ଚାପରେ ଅନେକ ଲୋକ ବଦଳାଇ ଯାଆନ୍ତି, କିନ୍ତୁ ଜୀବନରେ କିଛି ନିଃସ୍ୱାର୍ଥ ସମ୍ପର୍କ ଏମିତି ଥାଏ ଯାହା କେବେ ବଦଳେ ନାହିଁ। ହଁ, ସମୟର ଅନୁରାଳରେ ଓ ପରିସ୍ଥିତିର ଚାପରେ ଅନେକ ଲୋକ ବଦଳାଇ ଯାଆନ୍ତି, କିନ୍ତୁ ଜୀବନରେ କିଛି ନିଃସ୍ୱାର୍ଥ ସମ୍ପର୍କ ଏମିତି ଥାଏ ଯାହା କେବେ ବଦଳେ ନାହିଁ। ହଁ, ଯାହା କେବେ ବଦଳେ ନାହିଁ। ଖୁସିରେ ରହିବାର ବାସ୍ ଗୋଟିଏ ଉପାୟ କି ବିତି ଯାଇଥିବା ସମୟକୁ ମନେ ପକାନ୍ତୁ ନାହିଁ କି ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ। ହଁ, ଖୁସିରେ ରହିବାର ବାସ୍ ଗୋଟିଏ ଉପାୟ କି ବିତି ଯାଇଥିବା ସମୟକୁ ମନେ ପକାନ୍ତୁ ନାହିଁ କି ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ। ହଁ, ସେ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ। ମଣିଷ ନିଜର ବିଚାରକୁ ନେଇ ବା ନିଜର ଚିନ୍ତାକୁ ନେଇ ନିଜକୁ ଗଢ଼ିଥାଏ। ତେଣୁ ସେ ଯେଉଁଭଳି ଚିନ୍ତା କରେ ସେ ସେଇଭଳି ନିଜକୁ ଗଢ଼ିଥାଏ। ହଁ, ମଣିଷ ନିଜର ବିଚାରକୁ ନେଇ ବା ନିଜ ଚିନ୍ତାକୁ ନେଇ ସେ ନିଜକୁ ଗଢ଼ିଥାଏ। ତେଣୁ ସେ ଯେଉଁଭଳି ଚିନ୍ତା କରେ ସେ ସେଇଭଳି ନିଜକୁ ଗଢ଼ିଥାଏ। ହଁ, ସେ ସେଇଭଳି ନିଜକୁ ଗଢ଼ିଥାଏ। ସକାରାତ୍ମକ ଚିନ୍ତାଧାରା କେବଳ ଗୋଟିଏ ସାଧାରଣ ଚିନ୍ତାଧାରା ନୁହଁ, ଏହା ମଣିଷକୁ ସଫଳ ହେବାରେ ସାହାଯ୍ୟ କରେ। ହଁ, ସକାରାତ୍ମକ ଚିନ୍ତାଧାରା କେବଳ ଗୋଟିଏ ସାଧାରଣ ଚିନ୍ତାଧାରା ନୁହଁ, ଏହା ମଣିଷକୁ ସଫଳ ହେବାରେ ସାହାଯ୍ୟ କରେ। ସଂସାରରେ ସବୁଠୁ ଭଲ ଔଷଧ ହେଉଛି ହସ, ସବୁଠୁ ବଡ଼ ସମ୍ପତ୍ତି ହେଉଛି ବୃଦ୍ଧି, ସବୁଠୁ ଭଲ ଅସ୍ତ୍ର ହେଉଛି ଧୈର୍ଯ୍ୟ, ସବୁଠୁ ବଡ଼ ସୁରକ୍ଷା ହେଉଛି ବିଶ୍ୱାସ। କିନ୍ତୁ ଖୁସିର ବିଷୟ ହେଉଛି କି ଏସବୁ ବିନା ମୂଲ୍ୟରେ ମିଳିଥାଏ। ହଁ, ସଂସାରରେ ସବୁଠୁ ଭଲ ଔଷଧ ହେଉଛି ହସ, ସବୁଠୁ ବଡ଼ ସମ୍ପତ୍ତି ହେଉଛି ବୃଦ୍ଧି, ସବୁଠୁ ଭଲ ଅସ୍ତ୍ର ହେଉଛି ଧୈର୍ଯ୍ୟ, ସବୁଠୁ ବଡ଼ ସୁରକ୍ଷା ହେଉଛି ବିଶ୍ୱାସ। କିନ୍ତୁ ଖୁସିର ବିଷୟ ହେଉଛି କି ଏସବୁ ବିନା ମୂଲ୍ୟରେ ମିଳିଥାଏ। ତେଣୁ ଏସବୁର ଉପଯୋଗ କରନ୍ତୁ। ହଁ, ଏସବୁର ଉପଯୋଗ କରନ୍ତୁ। ଯଦି କିଏ ସବୁବେଳେ ହସୁଥାଏ, ଏହାର ଅର୍ଥ ନୁହେଁ କି ତା ଜୀବନରେ ସଂଘର୍ଷ ନାହିଁ। ଏହାର ଅର୍ଥ ସେ ସଂଘର୍ଷ ଅପେକ୍ଷା ତାର ଭଗବାନଙ୍କ ଉପରେ ଭରସା ଅଧିକ ଅଛି। ହଁ, ଯଦି କିଏ ସବୁବେଳେ ହସୁଥାଏ, ଏହାର ଅର୍ଥ ନୁହେଁ କି ତା ଜୀବନରେ ସଂଘର୍ଷ ନାହିଁ। ଏହାର ଅର୍ଥ ତାର ସେଇ ସଂଘର୍ଷ ଅପେକ୍ଷା ଭଗବାନଙ୍କ ଉପରେ ଭରସା ଅଧିକ ଅଛି। ହଁ, ଭଗବାନଙ୍କ ଉପରେ ଭରସା ଅଧିକ ଅଛି। ଜୀବନରେ ଧକ୍କା ଏତେ ସହଜରେ ମିଳିନଥାଏ, ଏଥିପାଇଁ ଲୋକଙ୍କର ଭଲ କରିବାକୁ ପଡ଼ିଥାଏ। ହଁ, ଜୀବନରେ ଧକ୍କା ଏତେ ସହଜରେ ମିଳିନଥାଏ, ଏଥିପାଇଁ ଲୋକଙ୍କର ଭଲ କରିବାକୁ ପଡ଼ିଥାଏ। ସତରେ ମଣିଷ ହାରି ଯାଇଥାଏ, କେବେ କେବେ ନୀରବ ରହି ତ କେବେ ସବୁ ସହି ସହି। ହଁ, ସତରେ ମଣିଷ ହାରି ଯାଇଥାଏ, କେବେ କେବେ ନୀରବ ରହି ତ କେବେ ସବୁ ସହି ସହି। ଜୀବନରେ ତ ସମସ୍ତେ ଆପଣ ଆପଣ ଦେଖି ହୁଅନ୍ତି, କିନ୍ତୁ କିଏ ଆପଣାର ତାହା ସମୟ କହିଥାଏ। ହଁ, ଜୀବନରେ ତ ସମସ୍ତେ ଆପଣ ଆପଣ ଦେଖି ହୁଅନ୍ତି, କିନ୍ତୁ କିଏ ଆପଣାର ତାହା ସମୟ କହିଥାଏ। କେହି ନ ମାଗିବା ପର୍ଯ୍ୟନ୍ତ କାହାରିକୁ ଉପଦେଶ ଦିଅନ୍ତୁ ନାହିଁ, କାରଣ ବେଳେବେଳେ ଲୋକମାନେ ସେଇ କଥା ଗୁଡ଼ିକୁ ବି ମୂଲ୍ୟ ଦିଅନ୍ତି ନାହିଁ ଯାହା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ହଁ, କେହି ନ ମାଗିବା ପର୍ଯ୍ୟନ୍ତ କାହାରିକୁ ଉପଦେଶ ଦିଅନ୍ତୁ ନାହିଁ, କାରଣ ବେଳେବେଳେ ଲୋକମାନେ ସେଇ କଥା ଗୁଡ଼ିକୁ ବି ମୂଲ୍ୟ ଦିଅନ୍ତି ନାହିଁ ଯାହା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ହଁ, ଯାହା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କଷ୍ଟ କେମିତି ବି ହେଉ କେବେ ଆଖିରୁ ଲୁହ ଝରାନ୍ତୁ ନାହିଁ। ଜୀବନ ରାତି କେତେ ବି ଅନ୍ଧାର ହେଉନା କାହିଁକି କେବେ ଦୁଃଖ କରନ୍ତୁ ନାହିଁ। ବାସ୍ ତାରାଟିଏ ବନିଯାଆନ୍ତୁ ଏବଂ ଜୀବନରେ ସବୁବେଳେ ହସି ହସି ମିଟି ମିଟି କରନ୍ତୁ। ହଁ, କଷ୍ଟ କେମିତି ହେଉ କେବେ ଆଖିରୁ ଲୁହ ଝରାନ୍ତୁ ନାହିଁ। ଜୀବନ ରାତି କେତେ ବି ଅନ୍ଧାର ହେଉନା କାହିଁକି ଦୁଃଖ କରନ୍ତୁ ନାହିଁ। ବାସ୍ ତାରାଟିଏ ବନିଯାଆନ୍ତୁ ଏବଂ ଜୀବନରେ ସବୁବେଳେ ହସି ହସି ମିଟି ମିଟି କରନ୍ତୁ। ହଁ, ହସି ହସି ମିଟି ମିଟି କରନ୍ତୁ। ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ କି କାହାରି ଆଗରେ କାକୁତି ମିନତି ହେଲେ ନା ତାଙ୍କ ଆଗରେ ତୁମ ପାଇଁ ପ୍ରେମ ବଢ଼ିଥାଏ ନା ଇଜ୍ଜତ। ବରଂ ନିଜର ସ୍ୱାଭିମାନକୁ ବଞ୍ଚେଇ ରଖନ୍ତୁ। ଯିଏ ଆପଣଙ୍କ ଭାଗ୍ୟରେ ଥିବ ସେ ନିଶ୍ଚୟ ଆସିବ। ହଁ, ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ କି କାହାରି ଆଗରେ କାକୁତି ମିନତି ହେଲେ ନା ତାଙ୍କ ଆଗରେ ତୁମ ପାଇଁ ପ୍ରେମ ବଢ଼ିଥାଏ ନା ଇଜ୍ଜତ। ବରଂ ନିଜର ସ୍ୱାଭିମାନକୁ ବଞ୍ଚେଇ ରଖନ୍ତୁ। ଯିଏ ଆପଣଙ୍କ ଭାଗ୍ୟରେ ଥିବ ସେ ନିଶ୍ଚୟ ଆସିବ। ହଁ, ସେ ନିଶ୍ଚୟ ଆସିବ। ଯାହା ଭିତରେ ଅନ୍ୟ କେହି କାଳେ ଜିତିଯିବ କି ଭୟ ଥାଏ, ତାର ହାରିବା ସୁନିଶ୍ଚିତ ଅଟେ। ହଁ, ଯାହା ଭିତରେ ଅନ୍ୟ କେହି କାଳେ ଜିତିଯିବ କି
ଭୟ ଥାଏ ତାର ହାରିବା ସୁନିଶ୍ଚିତ। ଛୋଟ ଲୋକମାନଙ୍କର ଗୋଟିଏ ବଡ଼ ଭୁଲରେ ସେତିକି କ୍ଷତି ହୋଇନଥାଏ ଯେତିକି ବଡ଼ ଲୋକମାନଙ୍କର ଗୋଟିଏ ଛୋଟ ଭୁଲରେ ହୋଇଥାଏ। ହଁ, ଛୋଟ ଲୋକମାନଙ୍କର ଗୋଟିଏ ବଡ଼ ଭୁଲରେ ସେତିକି କ୍ଷତି ହୋଇନଥାଏ ଯେତିକି ବଡ଼ ଲୋକମାନଙ୍କର ଗୋଟିଏ ଛୋଟ ଭୁଲରେ ହୋଇଥାଏ। ହଁ, ଗୋଟିଏ ଛୋଟ ଭୁଲରେ। ପ୍ରେମରେ ନିଜକୁ ଟିକେ ନୁଆଇଁ ଦେବା କୌଣସି ବଡ଼ କଥା ନୁହେଁ, କାରଣ ବେଳେବେଳେ ଚମକୁଥିବା ସୂର୍ଯ୍ୟ ବି ଚାନ୍ଦ ପାଇଁ ଡୁବି ଯାଇଥାଏ। ହଁ, ପ୍ରେମରେ ନିଜକୁ ଟିକେ ନୁଆଇଁ ଦେବା କୌଣସି ବଡ଼ କଥା ନୁହେଁ, କାରଣ ବେଳେବେଳେ ଚମକୁଥିବା ସୂର୍ଯ୍ୟ ବି ଚାନ୍ଦ ପାଇଁ ଡୁବି ଯାଇଥାଏ। ହଁ, ଚାନ୍ଦ ପାଇଁ ଡୁବି ଯାଇଥାଏ। ପ୍ରୟାସ କଦାପି ବୃଥା ଯାଏ ନାହିଁ, ଆଉ ଆପଣଙ୍କ ଏବେ ଯେଉଁ ବିଫଳତା ଚିରସ୍ଥାୟୀ ନୁହେଁ। ତେଣୁ ବାସ୍ ପ୍ରୟାସ କରିଚାଲ, କାରଣ ବେଳେବେଳେ ଆପଣଙ୍କର ଛୋଟ ଛୋଟ ପ୍ରୟାସ ବି ବଡ଼ ସଫଳତା ଆଣିଥାଏ। ହଁ, ପ୍ରୟାସ କଦାପି ବୃଥା ଯାଏ ନାହିଁ, ଆଉ ଆପଣଙ୍କ ଏବେ ଯେଉଁ ବିଫଳତା ଚିରସ୍ଥାୟୀ ନୁହେଁ। ତେଣୁ ବାସ୍ ପ୍ରୟାସ କରିଚାଲ, କାରଣ ବେଳେବେଳେ ଆପଣଙ୍କର ଛୋଟ ଛୋଟ ପ୍ରୟାସ ବି ବଡ଼ ସଫଳତା ଆଣିଦେଇଥାଏ। ହଁ, ବଡ଼ ସଫଳତା ଆଣିଦେଇଥାଏ। କଷ୍ଟ ମଣିଷକୁ ପରିବର୍ତ୍ତନ କରେ, କଷ୍ଟ ମଣିଷକୁ ଶକ୍ତିଶାଳୀ କରେ, ଆଉ ପ୍ରତ୍ୟେକ କଷ୍ଟ ମଣିଷକୁ ଏକ ନୂଆ ଶିକ୍ଷା ଦେଇଥାଏ। ହଁ, କଷ୍ଟ ମଣିଷକୁ ପରିବର୍ତ୍ତନ କରେ, କଷ୍ଟ ମଣିଷକୁ ଶକ୍ତିଶାଳୀ କରେ, ଆଉ ପ୍ରତ୍ୟେକ କଷ୍ଟ ମଣିଷକୁ ଏକ ନୂଆ ଶିକ୍ଷା ଦେଇଥାଏ। ହଁ, ମଣିଷକୁ ଏକ ନୂଆ ଶିକ୍ଷା ଦେଇଥାଏ। ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ସମସ୍ୟା ଆସିବ, ତେଣୁ ପ୍ରତ୍ୟେକ ସମସ୍ୟାକୁ ଧୈର୍ଯ୍ୟ ସହିତ ସାମ୍ନା କରନ୍ତୁ। ହଁ, ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ସମସ୍ୟା ଆସିବ, ତେଣୁ ପ୍ରତ୍ୟେକ ସମସ୍ୟାକୁ ଧୈର୍ଯ୍ୟ ସହିତ ସାମ୍ନା କରନ୍ତୁ। ହଁ, ଧୈର୍ଯ୍ୟ ସହିତ ସାମ୍ନା କରନ୍ତୁ। ଅହଙ୍କାର, କ୍ରୋଧ ଓ ଲୋଭ ମଣିଷର ପ୍ରଧାନ ଶତ୍ରୁ ଅଟେ। ହଁ, ଅହଙ୍କାର, କ୍ରୋଧ ଓ ଲୋଭ ମଣିଷର ପ୍ରଧାନ ଶତ୍ରୁ ଅଟେ। ହଁ, ପ୍ରଧାନ ଶତ୍ରୁ ଅଟେ। ଆପଣଙ୍କୁ କିଛି ଲୋକ ଏଇଥିପାଇଁ ଭୁଲିଯାଆନ୍ତି କି ତାଙ୍କୁ ଆପଣଙ୍କ ଠାରୁ କେହି ଭଲ ଲୋକ ମିଳିଯାଏ। ହଁ, ଆପଣଙ୍କୁ ଲୋକ ଏଇଥିପାଇଁ ଭୁଲିଯାଆନ୍ତି କି ତାଙ୍କୁ ଆପଣଙ୍କ ଠାରୁ କେହି ଭଲ ଲୋକ ମିଳିଯାଆନ୍ତି। ହଁ, କେହି ଭଲ ଲୋକ ମିଳିଯାଆନ୍ତି। ପ୍ରତ୍ୟେକ ଜଳୁଥିବା ଦୀପ ତଳେ ଅନ୍ଧାର ହୋଇଥାଏ, ପ୍ରତ୍ୟେକ ରାତି ପରେ ଗୋଟିଏ ନୂଆ ସକାଳ ଆସିଥାଏ। ଠିକ୍ ସେମିତି ପ୍ରତ୍ୟେକ ସମସ୍ୟା ପରେ ଗୋଟିଏ ଭଲ ଦିନ ଆସିଥାଏ। ତେଣୁ ସମସ୍ୟାକୁ ନ ଡରି ତାକୁ ସମାଧାନ କରନ୍ତୁ। ହଁ, ପ୍ରତ୍ୟେକ ଜଳୁଥିବା ଦୀପ ତଳ ଅନ୍ଧାର ହୋଇଥାଏ, ପ୍ରତ୍ୟେକ ରାତି ପରେ ଗୋଟିଏ ନୂଆ ସକାଳ ଆସିଥାଏ। ଠିକ୍ ସେମିତି ପ୍ରତ୍ୟେକ ସମସ୍ୟା ପରେ ଗୋଟିଏ ଭଲ ଦିନ ଆସିଥାଏ। ତେଣୁ ସମସ୍ୟାକୁ ନ ଡରି ତାକୁ ସମାଧାନ କରନ୍ତୁ। ହଁ, ତାକୁ ସମାଧାନ କରନ୍ତୁ। ଛୋଟ ଛୋଟ କଥାକୁ ହୃଦୟରେ ରଖିଲେ ବଡ଼ ବଡ଼ ସମ୍ପର୍କ ବି ଦୁର୍ବଳ ହୋଇଯାଏ, କିନ୍ତୁ ବଡ଼ ଚିନ୍ତାଧାରା ଓ ବଡ଼ ହୃଦୟ ପ୍ରତ୍ୟେକ ସକାଳକୁ ଖୁସି କରିଥାଏ। ହଁ, ଛୋଟ ଛୋଟ କଥାକୁ ହୃଦୟରେ ରଖିଲେ ବଡ଼ ବଡ଼ ସମ୍ପର୍କ ବି ଦୁର୍ବଳ ହୋଇଯାଏ, କିନ୍ତୁ ବଡ଼ ଚିନ୍ତାଧାରା ଓ ବଡ଼ ହୃଦୟ ପ୍ରତ୍ୟେକ ସକାଳକୁ ଖୁସି କରିଥାଏ। ହଁ, ପ୍ରତ୍ୟେକ ସକାଳକୁ ଖୁସି କରିଥାଏ। କୌଣସି ମଣିଷ ସବୁବେଳେ ଏକା ଭଳି ରହିନଥାଏ, କାରଣ ସମୟ, ପରିସ୍ଥିତି ଓ ଲୋକମାନେ ତାକୁ ବଦଳାଇବାକୁ ବାଧ୍ୟ କରିଥାନ୍ତି। ହଁ, କୌଣସି ମଣିଷ ସବୁବେଳେ ଏକା ଭଳି ରହିନଥାଏ, କାରଣ ସମୟ, ପରିସ୍ଥିତି ଓ ଲୋକମାନେ ତାକୁ ବଦଳାଇବାକୁ ବାଧ୍ୟ କରିଥାନ୍ତି। ସେଇ ଲୋକମାନଙ୍କ ପଛରେ ଗୁଡ଼ାଉ ନାହିଁ ଯେ ତୁମର ସମ୍ମାନ କରେ ନାହିଁ, କାରଣ ସେମାନଙ୍କ ପାଇଁ ନା ତୁମର ମୂଲ୍ୟ ଅଛି ନା ତୁମ ଲୁହର ମୂଲ୍ୟ ଅଛି। ତେଣୁ ନିଜେ ନିଜର ଲୁହ ପିଇଯାଆନ୍ତୁ ଏବଂ ନିଜକୁ ଏତେ ଯୋଗ୍ୟ କରନ୍ତୁ କି ଗୋଟିଏ ଦିନ ସେଇ ଲୋକ ତୁମ ପଛରେ ଆସିବେ। ହଁ, ସେଇ ଲୋକମାନଙ୍କ ପଛରେ ଗୁଡ଼ାଉ ନାହିଁ ଯେ ତୁମର ସମ୍ମାନ କରେ ନାହିଁ, କାରଣ ସେମାନଙ୍କ ପାଇଁ ନା ତୁମର ମୂଲ୍ୟ ଅଛି ନା ତୁମ ଲୁହର ମୂଲ୍ୟ ଅଛି। ତେଣୁ ନିଜେ ନିଜର ଲୁହ ପିଇଯାଆନ୍ତୁ ଏବଂ ନିଜକୁ ଏତେ ଯୋଗ୍ୟ କରନ୍ତୁ କି ଗୋଟିଏ ଦିନ ସେଇ ଲୋକ ତୁମ ପଛରେ ଆସିବେ। ହଁ, ସେଇ ଲୋକ ତୁମ ପଛରେ ଆସିବେ। ଜୀବନରେ ସର୍ବଦା 3ଟି ମନ୍ତ୍ର ମନେ ରଖନ୍ତୁ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ, କ୍ରୋଧ ସମୟରେ କାହାକୁ ଉତ୍ତର ଦିଅନ୍ତୁ ନାହିଁ ଏବଂ ଦୁଃଖରେ କେବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ହଁ, ଜୀବନରେ ସର୍ବଦା 3ଟି ମନ୍ତ୍ର ମନେ ରଖନ୍ତୁ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ, କ୍ରୋଧରେ କାହାକୁ ଉତ୍ତର ଦିଅନ୍ତୁ ନାହିଁ ଏବଂ ଦୁଃଖରେ କେବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ହଁ, ଦୁଃଖରେ କେବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପାଖରେ ପଇସା ଥିଲାବେଳେ ଦୁନିଆକୁ ଚିହ୍ନିଲେ, ଆଉ ପଇସା ନଥିଲା ବେଳେ ନିଜ ଲୋକଙ୍କୁ। ହଁ, ପାଖରେ ପଇସା ଥିଲାବେଳେ ଦୁନିଆକୁ ଚିହ୍ନିଲେ, ଆଉ ପଇସା ନଥିଲା ବେଳେ ନିଜ ଲୋକଙ୍କୁ।
କାହାପାଇଁ ଭଗବାନ ହୁଅ ନାହିଁ। ହେବାର ଅଛି ତ ମଣିଷ ହେଇ ଦେଖ। କାରଣ ମଣିଷ ହେବା ଭଗବାନ ହେବାଠାରୁ ବି କଷ୍ଟ ଅଟେ। ହଁ, କାହାପାଇଁ ଭଗବାନ ହୁଅ ନାହିଁ। ହେବାର ଅଛି ତ ମଣିଷ ହେଇ ଦେଖ। କାରଣ ମଣିଷ ହେବା ଭଗବାନ ହେବାଠାରୁ ବି ବହୁତ କଷ୍ଟ ଅଟେ। ହଁ, ବହୁତ କଷ୍ଟ। ଭୁଲକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା ଠିକକୁ ସମର୍ଥନ କରି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ ଅଟେ। ହଁ, ଭୁଲକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା ଠିକକୁ ସମର୍ଥନ କରି ସମସ୍ତଙ୍କ ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ ଅଟେ। କେମିତି ଅଛ ପଚାରିଦେଲେ କାହାରି ଅବସ୍ଥା ଠିକ ହୋଇଯାଏନି। ବାସ୍ ଏଇ ଦୁନିଆ ଭିଡ଼ରେ ଓ ବ୍ୟସ୍ତମୟ ଜୀବନରେ ନିଜର କେହି ଅଛି ବୋଲି ଅନୁଭବ ହୋଇଥାଏ। ହଁ, କେମିତି ଅଛ ବୋଲି ପଚାରିଦେଲେ କାହାରି ଅବସ୍ଥା ଠିକ ହୋଇଯାଏ ନାହିଁ। ବାସ୍ ଏଇ ଦୁନିଆ ଭିଡ଼ରେ ଓ ବ୍ୟସ୍ତମୟ ଜୀବନରେ ନିଜର କେହି ଅଛି ବୋଲି ଅନୁଭବ ହୋଇଥାଏ। ହଁ, ନିଜର କେହି ଅଛି ବୋଲି ଅନୁଭବ ହୋଇଥାଏ। ଜାଣିଛନ୍ତି, ସମ୍ପର୍କର ଡରକୁ ମଜବୁତ କରିବାକୁ ହେଲେ ଅନେକ କଥାକୁ ଅଣଦେଖା କରିବାକୁ ପଡ଼େ। ହଁ, ଜାଣିଛନ୍ତି, ସମ୍ପର୍କର ଡରକୁ ମଜବୁତ କରିବାକୁ ହେଲେ ଅନେକ କଥାକୁ ଅଣଦେଖା କରିବାକୁ ପଡ଼େ। ଯଦି ଭଗବାନ ତମଠୁ ସେଇ ଜିନିଷ ଛଡ଼େଇ ନେଲେ ଯାହା ଆପଣ ହରାଇବା ପାଇଁ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ, ତେବେ ସେ ନିଶ୍ଚୟ ଏମିତି କିଛି ଜିନିଷ ଦେବେ ଯାହା ତମେ କେବେ ସ୍ୱପ୍ନରେ କଳ୍ପନା କରିନଥିଲେ। ହଁ, ଯଦି ଭଗବାନ ତମଠୁ ସେଇ ଜିନିଷ ଛଡ଼େଇ ନେଲେ ଯାହା ଆପଣ ହରାଇବା ପାଇଁ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ, ତେବେ ସେ ନିଶ୍ଚୟ ଏମିତି କିଛି ଜିନିଷ ଦେବେ ଯାହା ତମେ କେବେ ସ୍ୱପ୍ନରେ କଳ୍ପନା କରିନଥିଲ। ଯଦି ତୁମ ପାଖରେ ଏକୁଟିଆ ଚାଲିବାର ଶକ୍ତି ଅଛି ନା, ତ ଜାଣିନିଅ ଦିନେ ତମ ପାଖରେ ଭିଡ଼ ଜମା ହେଇଯିବ। ହଁ, ଯଦି ତୁମ ପାଖରେ ଏକୁଟିଆ ଚାଲିବାର ଶକ୍ତି ଅଛି ନା, ତ ଜାଣିନିଅ ଦିନେ ତମ ପାଖରେ ଭିଡ଼ ଜମା ହେଇଯିବ। ହଁ, ଭିଡ଼ ଜମା ହେଇଯିବ। ଓଲଟା ଜବାବ ଦେବା ନିହାତି ଖରାପ କଥା, ହେଲେ ଯଦି ଚୁପଚାପ ଶୁଣିବ ଲୋକେ କହିବାର ସୀମା ଭୁଲି ଯାଆନ୍ତି। ହଁ, ଓଲଟା ଜବାବ ଦେବା ନିହାତି ଖରାପ କଥା, ହେଲେ ଯଦି ଚୁପଚାପ ଶୁଣିବ ଲୋକେ କହିବାର ସୀମା ଭୁଲି ଯାଆନ୍ତି। ଜାଣିଛନ୍ତି, କୌଣସି ମଣିଷର ଜୀବନ କେବେ ସୁଖମୟ ହୋଇନଥାଏ। ସେ ନିଜର ପରିଶ୍ରମ ଓ ଅଗାଢ଼ ପ୍ରୟାସ ଦ୍ୱାରା ଜୀବନ ସୁଖମୟ ବନାଇଥାଏ। ହଁ, ଜାଣିଛନ୍ତି, କୌଣସି ମଣିଷର ଜୀବନ କେବେ ସୁଖମୟ ହୋଇନଥାଏ। ସେ ନିଜର ପରିଶ୍ରମ ଓ ଅଗାଢ଼ ପ୍ରୟାସ ଦ୍ୱାରା ଜୀବନ ସୁଖମୟ ବନାଇଥାଏ। ମନୁଷ୍ୟ କାହାକୁ ଈର୍ଷା କରି ତାହାର କିଛି ବିଗାଡ଼ି ପାରିବ ନାହିଁ, ବରଂ ନିଜର ସୁଖ ଶାନ୍ତି ହରାଇ ବସିବ। ହଁ, ମନୁଷ୍ୟ କାହାକୁ ଈର୍ଷା କରି ତାର କିଛି ବିଗାଡ଼ି ପାରିବ ନାହିଁ, ବରଂ ନିଜର ସୁଖ ଶାନ୍ତି ହରାଇ ବସିଥାଏ। ପଡ଼ିଆରେ ହାରୁଥିବା ମଣିଷ କେବେ ନା କେବେ ଜିତିଯିବ, କିନ୍ତୁ ମନରୁ ହାରୁଥିବା ମଣିଷ ସବୁବେଳେ ହାରୁଥିବ। ହଁ, ପଡ଼ିଆରେ ହାରୁଥିବା ମଣିଷ କେବେ ନା କେବେ ଜିତିଯିବ, କିନ୍ତୁ ମନରୁ ହାରୁଥିବା ମଣିଷ ସବୁବେଳେ ହାରୁଥିବ। ହଁ, ସବୁବେଳେ ହାରୁଥିବ। ଗୋଟିଏ କଥା ଶୁଣିବାକୁ ଖରାପ ଲାଗିପାରେ, କିନ୍ତୁ ବାସ୍ତବ ସତ୍ୟ ଅଟେ। ଯିଏ ଆପଣଙ୍କୁ ଖରାପ ଭାବେ, ଆପଣ ତା ପାଇଁ ଯେତେ ବି ଭଲ କାମ କରନ୍ତୁ, ସେ ମରିବା ପର୍ଯ୍ୟନ୍ତ ବି ଖରାପ ଭାବିଥାଏ। ହଁ, ଗୋଟିଏ କଥା ଶୁଣିବାକୁ ଖରାପ ଲାଗିପାରେ, କିନ୍ତୁ ବାସ୍ତବ ସତ୍ୟ ଅଟେ। ଯିଏ ଆପଣଙ୍କୁ ଖରାପ ଭାବେ, ଆପଣ ତା ପାଇଁ ଯେତେ ବି ଭଲ କାମ କରନ୍ତୁ, ସେ ମରିବା ପର୍ଯ୍ୟନ୍ତ ଖରାପ ଭାବିଥାଏ। ହଁ, ମରିବା ପର୍ଯ୍ୟନ୍ତ ଖରାପ ଭାବିଥାଏ। ସେଇ ଲୋକ କେବେ ବି କାହାର ହୋଇପାରନ୍ତିନି ଯେଉଁ ଲୋକ ସାଙ୍ଗ ଓ ସମ୍ପର୍କକୁ କପଡ଼ା ପରି ବଦଳେଇଥାନ୍ତି। ହଁ, ସେଇ ଲୋକ କେବେ ବି କାହାର ହୋଇପାରନ୍ତିନି ଯେଉଁ ଲୋକ ସାଙ୍ଗ ଓ ସମ୍ପର୍କକୁ କପଡ଼ା ପରି ବଦଳେଇଥାନ୍ତି। ହଁ, ସାଙ୍ଗ ଓ ସମ୍ପର୍କକୁ କପଡ଼ା ପରି ବଦଳେଇଥାନ୍ତି। ସମ୍ପର୍କ ଭାଙ୍ଗିବା ପାଇଁ ଭୁଲ କରିବା କିଛି ଦରକାର ନାହିଁ, କାରଣ ସ୍ୱାର୍ଥ ସରିଗଲେ ସମ୍ପର୍କ ଆପେ ଆପେ ଭାଙ୍ଗି ଯାଇଥାଏ। ହଁ, ସମ୍ପର୍କ ଭାଙ୍ଗିବା ପାଇଁ ଭୁଲ କରିବା କିଛି ଦରକାର ନାହିଁ, କାରଣ ସ୍ୱାର୍ଥ ସରିଗଲେ ସମ୍ପର୍କ ଆପେ ଆପେ ଭାଙ୍ଗି ଯାଇଥାଏ। ହଁ, ସ୍ୱାର୍ଥ ସରିଗଲେ ସମ୍ପର୍କ ଆପେ ଆପେ ଭାଙ୍ଗି ଯାଇଥାଏ। ବନ୍ଧୁତା ହେଉ ବା ପ୍ରେମ, ତାଙ୍କ ମଝିରେ ତୃତୀୟ ଜଣ ଆସିଲେ ଫରକ ପଡ଼ିଥାଏ। ହଁ, ବନ୍ଧୁତା ହେଉ ବା ପ୍ରେମ, ତାଙ୍କ ମଝିରେ ତୃତୀୟ ଜଣ ଆସିଲେ ଫରକ ପଡ଼ିଥାଏ।
ସବୁବେଳେ କିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତି ଭଳି ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସିରେ ରୁହନ୍ତୁ। ଦେଖିବେ ଆପଣଙ୍କ ଶାନ୍ତିକୁ କେହି ଛଡ଼େଇ ନେଇପାରିବେ ନାହିଁ। ହଁ, ସବୁବେଳେ କିଛି ପାଇବାର ଆଶା ହିଁ ମନୁଷ୍ୟକୁ ଦୁଃଖ ଓ ଅଶାନ୍ତି ଭଳି ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ। ତେଣୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସିରେ ରୁହନ୍ତୁ। ଦେଖିବେ ଆପଣ ଶାନ୍ତିକୁ କେହି ଛଡ଼େଇ ନେଇପାରିବେ ନାହିଁ। ହଁ, ଆପଣଙ୍କର ଶାନ୍ତିକୁ କେହି ଛଡ଼େଇ ନେଇପାରିବେ ନାହିଁ। ସଫଳତା ପାଇବାକୁ ହେଲେ ପ୍ରଥମେ ଏକା ଏକା ଆଗକୁ ବଢ଼ିବାକୁ ହେବ ଏବଂ ସଫଳତା ପାଇବା ପରେ ଲୋକେ ଆପେ ଆପେ ତମ ପଛରେ ଆସିବେ। ହଁ, ସଫଳତା ପାଇବାକୁ ହେଲେ ପ୍ରଥମେ ଏକା ହୋଇ ଆଗକୁ ବଢ଼ିବାକୁ ହେବ ଏବଂ ସଫଳତା ପାଇବା ପରେ ଲୋକେ ଆପେ ଆପେ ତମ ପଛରେ ଆସିବେ। ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା କୌଣସି ସ୍ଥାନରେ, କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ମଣିଷର ହାତ ଛାଡ଼ି ନଥାଏ। ହଁ, ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା କୌଣସି ସ୍ଥାନରେ, କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ମଣିଷର ହାତ ଛାଡ଼ି ନଥାଏ। ହଁ, ମଣିଷର ହାତ ଛାଡ଼ି ନଥାଏ। ଯଦି ଜୀବନରେ ଆପଣ କେବେ ନିରାଶ ହୋଇଯାଆନ୍ତି ତାହେଲେ ଗୋଟିଏ କଥା ନିଜକୁ କୁହନ୍ତୁ କି ଦୁନିଆର ସବୁ ଅନ୍ଧାର ମିଶିଲେ ବି ଦୀପର ଆଲୋକକୁ କେବେ ଲିଭେଇ ପାରିବ ନାହିଁ। ହଁ, ଯଦି ଜୀବନରେ ଆପଣ କେବେ ନିରାଶ ହୋଇଯାଆନ୍ତି ତାହେଲେ ନିଜକୁ ଗୋଟିଏ କଥା କୁହନ୍ତୁ କି ଦୁନିଆର ସବୁ ଅନ୍ଧାର ମିଶିଲେ ବି ଦୀପର ଆଲୋକକୁ କେବେ ଲିଭେଇ ପାରିବ ନାହିଁ। ହଁ, ଦୀପର ଆଲୋକକୁ କେବେ ଲିଭେଇ ପାରିବ ନାହିଁ। ମଣିଷର ପ୍ରେମ ତ କେବେ କେବେ ହୃଦୟ ଭାଙ୍ଗିଥାଏ, କିନ୍ତୁ ବନ୍ଧୁତା ସବୁବେଳେ ହୃଦୟ ଯୋଡ଼ିଥାଏ। ହଁ, ମଣିଷର ପ୍ରେମ କେବେ କେବେ ହୃଦୟ ଭାଙ୍ଗିଥାଏ, କିନ୍ତୁ ବନ୍ଧୁତା ସବୁବେଳେ ହୃଦୟ ଯୋଡ଼ିଥାଏ। ହଁ, ବନ୍ଧୁତା ସବୁବେଳେ ହୃଦୟ ଯୋଡ଼ିଥାଏ। ଭୁଲକୁ ଭୁଲିଯାଅ, ହେଲେ ସେ ଭୁଲ ଯେଉଁ ଶିକ୍ଷା ଦେଇଛି ତାକୁ କେବେ ଭୁଲ ନାହିଁ। ହଁ, ଭୁଲକୁ ଭୁଲିଯାଅ, ହେଲେ ସେ ଭୁଲ ଯେଉଁ ଶିକ୍ଷା ଦେଇଛି ତାକୁ କେବେ ଭୁଲ ନାହିଁ। ହଁ, ତାକୁ କେବେ ଭୁଲ ନାହିଁ। ନୀରବତା ଓ ଧୈର୍ଯ୍ୟ ଦୁନିଆର ସବୁଠୁ ବଡ଼ ଗୁଣ ଅଟେ। ନୀରବତା ସବୁ ପରିସ୍ଥିତିକୁ ସାମ୍ନା କରିବାରେ ସାହାଯ୍ୟ କରେ ଏବଂ ଧୈର୍ଯ୍ୟ ସବୁ ବିପଦକୁ ପାରି ହେବାରେ ସାହାଯ୍ୟ କରେ। ନୀରବତା ଓ ଧୈର୍ଯ୍ୟ ଦୁନିଆର ସବୁଠୁ ବଡ଼ ଗୁଣ ଅଟେ। ନୀରବତା ସବୁ ପରିସ୍ଥିତିକୁ ସାମ୍ନା କରିବାରେ ସାହାଯ୍ୟ କରେ ଏବଂ ଧୈର୍ଯ୍ୟ ସବୁ ବିପଦକୁ ପାରି ହେବାରେ ସାହାଯ୍ୟ କରେ। ହଁ, ସବୁ ବିପଦକୁ ପାରି ହେବାରେ ସାହାଯ୍ୟ କରେ। ସ୍ୱପ୍ନ ଦେଖିବାଟା ପାପ ନୁହଁ, ହେଲେ ନିଜର ସ୍ୱପ୍ନକୁ ଭାଗ୍ୟ ଉପରେ ଛାଡ଼ିଦେବା ସବୁଠୁ ବଡ଼ ପାପ ଅଟେ। ହଁ, ସ୍ୱପ୍ନ ଦେଖିବାଟା ପାପ ନୁହଁ, ହେଲେ ନିଜର ସ୍ୱପ୍ନକୁ ଭାଗ୍ୟ ଉପରେ ଛାଡ଼ିଦେବା ସବୁଠୁ ବଡ଼ ପାପ ଅଟେ। ହଁ, ସବୁଠୁ ବଡ଼ ପାପ ଅଟେ। ଈଶ୍ୱର, ପରିଶ୍ରମ, ବିଦ୍ୟା ଏହି ତିନୋଟି ଜିନିଷ ଉପରେ ମନ ଲଗେଇଲେ ଉନ୍ନତି ହୋଇଥାଏ। ହଁ, ଈଶ୍ୱର, ପରିଶ୍ରମ, ବିଦ୍ୟା ଏହି ତିନୋଟି ଜିନିଷ ଉପରେ ମନ ଲଗେଇଲେ ଉନ୍ନତି ହୋଇଥାଏ। ହଁ, ଉନ୍ନତି ହୋଇଥାଏ। ଜୀବନ ଓ ସମୟ ଦୁନିଆରେ ଦୁଇଟି ବଡ଼ ଶିକ୍ଷକ ଅଟନ୍ତି, କାରଣ ଜୀବନ ଆମକୁ ସମୟର ଭଲ ବ୍ୟବହାର ଶିଖାଇଥାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଇଥାଏ। ହଁ, ଜୀବନ ଓ ସମୟ ଦୁନିଆର ଦୁଇଟି ବଡ଼ ଶିକ୍ଷକ ଅଟନ୍ତି, କାରଣ ଜୀବନ ଆମକୁ ସମୟର ଭଲ ବ୍ୟବହାର ଶିଖାଇଥାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଇଥାଏ। ହଁ, ଜୀବନର ମୂଲ୍ୟ ଶିଖାଇଥାଏ। ଇଚ୍ଛା, ସ୍ୱପ୍ନ, ଭରସା ଓ ନଖକୁ ସମୟ ସମୟରେ କାଟିଦେବା ଦରକାର, ନଚେତ୍ ଗୋଟିଏ ଦିନ ଏମାନେ ଦୁଃଖର କାରଣ ହୋଇଥାନ୍ତି। ହଁ, ଇଚ୍ଛା, ସ୍ୱପ୍ନ, ଭରସା ଓ ନଖକୁ ସମୟ ସମୟରେ କାଟିଦେବା ଦରକାର, ନଚେତ୍ ଗୋଟିଏ ଦିନ ଏମାନେ ଦୁଃଖର କାରଣ ହୋଇଥାନ୍ତି। ହଁ, ଗୋଟିଏ ଦିନ ଏମାନେ ଦୁଃଖର କାରଣ ହୋଇଥାନ୍ତି। ଦୁନିଆ ବହୁତ ସ୍ୱାର୍ଥପର ଅଟେ। ସାଥ କିଏ ବା କାହିଁକି ଦେବ? ମାଗଣାରେ ଏଠି ସବୁକୁ କପଡ଼ା ଖଣ୍ଡେ କେହି ଦିଅନ୍ତି ନାହିଁ, ତ ବିନା ଅହଙ୍କାରେ ଭଲ ପାଇବା କିଏ ଦେବ? ହଁ, ଦୁନିଆ ବହୁତ ସ୍ୱାର୍ଥପର ଅଟେ। ସାଥ କିଏ ବା କାହିଁକି ଦେବ? ମାଗଣାରେ ଏଠି ସବୁକୁ କପଡ଼ା ଖଣ୍ଡେ କେହି ଦିଅନ୍ତି ନାହିଁ, ତ ବିନା ଅହଙ୍କାରରେ ଭଲ ପାଇବା କିଏ ଦେବ? ହାରିବାର ଡର ଠାରୁ ଜିତିବାର ଚେଷ୍ଟାରେ ନିଜକୁ ହରାଇ ଦେବା 100 ଗୁଣର ଭଲ ଅଟେ। ହଁ, ହାରିବାର ଡର ଠାରୁ
ଜିତିବାର ଚେଷ୍ଟାରେ ନିଜକୁ ହରାଇ ଦେବା 100 ଗୁଣର ଭଲ ଅଟେ। ହଁ, ଜିତିବାର ଚେଷ୍ଟାରେ ନିଜକୁ ହରାଇ ଦେବା 100 ଗୁଣ ଭଲ ଅଟେ। ଏହି ଆଧୁନିକ ଦୁନିଆରେ ମଣିଷ ଅଛନ୍ତି ସତ, ହେଲେ ଦିନକୁ ଦିନ ତାଙ୍କ ଭିତରେ ମଣିଷପଣିଆ ଲୋପ ପାଇଯାଉଛି। ହଁ, ଏହି ଆଧୁନିକ ଦୁନିଆରେ ମଣିଷ ଅଛନ୍ତି ସତ, ହେଲେ ଦିନକୁ ଦିନ ତାଙ୍କ ଭିତରେ ମଣିଷପଣିଆ ଲୋପ ପାଇଯାଉଛି। ହଁ, ମଣିଷପଣିଆ ଲୋପ ପାଇଯାଉଛି। ଋତୁ ପରି ଯିଏ ସମ୍ପର୍କ ବଦଳାଇ ଦିଏ ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ ଅଟେ। ହଁ, ଋତୁ ପରି ଯିଏ ସମ୍ପର୍କ ବଦଳାଇ ଦିଏ ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ ଅଟେ। ହଁ, ଦୂରେଇ ରହିବା ଉଚିତ ଅଟେ। ଆଜି ବି ଲୋକମାନେ ଭଲ ଭାବନାକୁ ନୁହେଁ, ଭଲ ଚେହେରାକୁ ପସନ୍ଦ କରନ୍ତି। ହଁ, ଆଜି ବି ଲୋକମାନେ ଭଲ ଭାବନାକୁ ନୁହେଁ, ଭଲ ଚେହେରାକୁ ପସନ୍ଦ କରନ୍ତି। ଜୀବନରେ ଯଦି କିଛି ପାଇବାର ଇଚ୍ଛା ଅଛି ତାହେଲେ ଉପାୟ ବଦଳାଅ, ହେଲେ ଲକ୍ଷ୍ୟକୁ। ହଁ, ଜୀବନରେ ଯଦି କିଛି ପାଇବାର ଇଚ୍ଛା ଅଛି ତାହେଲେ ଉପାୟ ବଦଳାଅ, ହେଲେ ଲକ୍ଷ୍ୟକୁ। ହଁ, ଲକ୍ଷ୍ୟକୁ। ଯଦି ଦଶ ଖୋଜିବାର ସଉକ ଅଛି ତେବେ ଏହାର ଆରମ୍ଭ ଅନ୍ୟଠାରୁ ନୁହଁ, ନିଜଠାରୁ କରନ୍ତୁ। ତାହେଲେ ଯାଇ ଆପଣ ନିଜକୁ ଗଢ଼ିପାରିବେ। ନହେଲେ ଏମିତି ଜୀବନ ସାରା ଅନ୍ୟର ସମାଲୋଚନା କରୁଥିବେ। କଥାଟି ଶୁଣିବାକୁ ଖରାପ ଲାଗିପାରେ, କିନ୍ତୁ ବାସ୍ତବ ଅଟେ। ହଁ, ଯଦି ଦଶ ଖୋଜିବାର ସଉକ ଅଛି ତେବେ ଏହାର ଆରମ୍ଭ ଅନ୍ୟଠାରୁ ନୁହଁ, ନିଜଠାରୁ କରନ୍ତୁ। ତାହେଲେ ଯାଇ ଆପଣ ନିଜକୁ ଗଢ଼ିପାରିବେ। ନହେଲେ ଏମିତି ଜୀବନ ସାରା ଅନ୍ୟର ସମାଲୋଚନା କରୁଥିବେ। କଥାଟି ଶୁଣିବାକୁ ଖରାପ ଲାଗିପାରେ, କିନ୍ତୁ ବାସ୍ତବ ଅଟେ। ଭୁଲ କଲେ ହାତ ଛାଡ଼ିଥିବା ଲୋକ ବହୁତ ମିଳିବେ, ହେଲେ ସେଇ ଭୁଲକୁ ବୁଝି ସୁଧାରିବାରେ ସାହାଯ୍ୟ କରିବା ଲୋକ ବହୁତ କମ୍ ମିଳିବେ। ହଁ, ଭୁଲ କଲେ ହାତ ଛାଡ଼ିଥିବା ଲୋକ ବହୁତ ମିଳିବେ, ହେଲେ ସେଇ ଭୁଲକୁ ବୁଝି ସୁଧାରିବାରେ ସାହାଯ୍ୟ କରିବା ଲୋକ ବହୁତ କମ୍ ମିଳିବେ। ହଁ, ବହୁତ କମ୍ ମିଳିବେ। ବାପାଙ୍କ ମୁହଁରୁ ମା ଡାକ ଶୁଣିବା କେତେ ମିଠା, ତାହା କେବଳ ଗୋଟିଏ ଝିଅ ହିଁ ଜାଣିଥାଏ। ହଁ, ବାପାଙ୍କ ମୁହଁରୁ ମା ଡାକ ଶୁଣିବା କେତେ ମିଠା, ତା କେବଳ ଗୋଟିଏ ଝିଅ ହିଁ ଜାଣିଥାଏ। ହଁ, ତା କେବଳ ଗୋଟିଏ ଝିଅ ହିଁ ଜାଣିଥାଏ। ପ୍ରତ୍ୟେକ ମଣିଷ ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ, ଯାହାର ସାକ୍ଷୀ ସେ କେବଳ ନିଜେ ହିଁ ହୋଇଥାଏ। ହଁ, ପ୍ରତ୍ୟେକ ମଣିଷ ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ, ଯାହାର ସାକ୍ଷୀ ସେ କେବଳ ନିଜେ ହିଁ ହୋଇଥାଏ। ହଁ, ସେ କେବଳ ନିଜେ ହିଁ ହୋଇଥାଏ। ପ୍ରେମ ଓ ମୃତ୍ୟୁ ସମସ୍ତଙ୍କ ଜୀବନରେ ଅଜଣା ଅତିଥି ହିଁ ଆସିଥାଏ। ବାସ୍ ଫରକ ଏତିକି କି ପ୍ରେମ ମନ କିଣିନିଏ ଏବଂ ମୃତ୍ୟୁ ପ୍ରାଣ ଛଡ଼େଇ ନିଏ। ହଁ, ପ୍ରେମ ଓ ମୃତ୍ୟୁ ସମସ୍ତଙ୍କ ଜୀବନରେ ଏକ ଅଜଣା ଅତିଥି ହିଁ ଆସିଥାଏ। ବାସ୍ ଫରକ ଏତିକି କି ପ୍ରେମ ମନ କିଣିନିଏ ଏବଂ ମୃତ୍ୟୁ ପ୍ରାଣ ଛଡ଼େଇ ନିଏ। ହଁ, ମୃତ୍ୟୁ ପ୍ରାଣ ଛଡ଼େଇ ନିଏ। ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହଁ, ବରଂ ପାଦ ତଳ ଥିବା ଦୁବ ଘାସ ହିଁ ପୂଜା କାମରେ ଆସିଥାଏ। ତେଣୁ ନିଜକୁ କେବେ ଛୋଟ ମନ କରନ୍ତୁ ନାହିଁ। ବାସ୍ ଆପଣ ଯେମିତି ବି ଅଛନ୍ତି ଠିକ୍ ଅଛନ୍ତି, ତେଣୁ ଏଇଥିରେ ହିଁ ଖୁସିରେ ରୁହନ୍ତୁ। ହଁ, ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହଁ, ବରଂ ପାଦ ତଳ ଥିବା ଦୁବ ଘାସ ହିଁ ପୂଜା କାମରେ ଆସେ। ତେଣୁ ନିଜକୁ କେବେ ଛୋଟ ମନ କରନ୍ତୁ ନାହିଁ। ବାସ୍ ଆପଣ ଯେମିତି ବି ଅଛନ୍ତି ଠିକ୍ ଅଛନ୍ତି, ତେଣୁ ଏଇଥିରେ ହିଁ ଖୁସିରେ ରୁହନ୍ତୁ। ହଁ, ତେଣୁ ଏଇଥିରେ ହିଁ ଖୁସିରେ ରୁହନ୍ତୁ। ନିଦ୍ରା, କ୍ରୋଧ, ଭୟ, ଠକିବା, ଅଳସୁଆ, ବିଳମ୍ବ, ଏଇ 6ଟି ଜିନିଷ ମଣିଷକୁ ନଷ୍ଟ କରିଦେଇଥାଏ। ହଁ, ନିଦ, କ୍ରୋଧ, ଭୟ, ଠକିବା, ଅଳସୁଆ ଏବଂ ବିଳମ୍ବ, ଏଇ 6ଟି ଜିନିଷ ମଣିଷକୁ ନଷ୍ଟ କରିଦେଇଥାଏ। ହଁ, ମଣିଷକୁ ନଷ୍ଟ କରିଦେଇଥାଏ। ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ନିଜେ ନିଜକୁ ସାହାଯ୍ୟ କରିବାକୁ ପଡ଼ିବ, କାରଣ ଏଠି ନିଜ ଛଡ଼ା ଅନ୍ୟ କାହାରି ପାଖରେ ସାହାଯ୍ୟ କରିବାକୁ ସମୟ ନାହିଁ। ହଁ, ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ନିଜେ ନିଜକୁ ସାହାଯ୍ୟ କରିବାକୁ ପଡ଼ିବ, କାରଣ ଏଠି ନିଜ ଛଡ଼ା ଅନ୍ୟ କାହାରି ପାଖରେ ସାହାଯ୍ୟ କରିବାକୁ ସମୟ ନାହିଁ।
हाँ अन्य काहारी पाखरे साहाय्य करने समय नाई। मनीष अन्य मनीषर सहायता करने हूँ धर्म अटे। आउ यही धर्म करने धनी नुह बरं गोटे सुंदर मन दरकार। हाँ मनीष अन्य मनीषर सहायता करने हूँ धर्म अटे। आउ यही धर्म करने धनी नुह बरं गोटे सुंदर मन दरकार। हाँ धनी नुह गोटे सुंदर मन दरकार। सबु क्षेत्र रे क्षमा करदेवा और सबु क्षेत्र क्षमा मागी नेबा प्रकृति एक चमत्कार शक्ति अटे। हेले दुखर विषय जे यही शक्ति समस्त पाखरे न थाए। हाँ सबु क्षेत्र क्षमा करदेवा और सबु क्षेत्र क्षमा मागी नेबा प्रकृति एक चमत्कार शक्ति अटे। हेले दुखर विषय जे यही शक्ति समस्त पाखरे न थाए। हाँ यही शक्ति समस्त पाखरे न थाए। आमको छाड़ी चली जाउथिबा प्रत्येक व्यक्ति यह शिखई दे जानती जे आगो को आसवाक व्यक्ति उपरे भाविचिंती विश्वास कर। हाँ आमको छाड़ी चली जाउथिबा प्रत्येक व्यक्ति यह शिखई दे जानती जे आगो को आसवाक व्यक्ति उपरे भाविचिंती विश्वास कर। हाँ भाविचिंती विश्वास कर। मनुष्य को चिन्हबार अच्छी जदि बस गोटे कथा कही दियंतु कि मु असुविधार अच्छी। हाँ मनुष्य को चिन्हबार अच्छी जदि बस गोटे कथा कही दियंतु कि मु असुविधार अच्छी। हाँ कि मु असुविधार अच्छी। जदि ऊपर को बढ़िबा को चाहते ताहले आपण को से सब जिनिस को छाड़वा को पड़िबो जहाँ आपण को तल को टाणुची। हाँ जदि ऊपर को बढ़िया को चाहते ताहले आपण को से सब जिनिस को छाड़वा को पड़िबो जहाँ आपण को तल को टाणुची। हाँ जहाँ आपण को तल को टाणुची। बयस केते भी हेउना काहेकि ए जीवन प्रत्येक मुहूर्त रे किछि ना किछि शिक्षा देई थाए। हाँ बयस केते भी हेउना काहेकि ए जीवन प्रत्येक मुहूर्त रे किछि ना किछि नुआ शिक्षा देई थाए। कर्मर गणित बहुत सीधा व सरल अटे। भल करिले भल फल और खराब करिले खराब फल मिली थाए। हाँ कर्मर गणित बहुत सीधा व सरल अटे। भल करिले भल फल और खराब करिले खराब फल मिली थाए। हाँ खराब फल मिली थाए। हृदय को केतेबेले अधिक कष्ट हुए जानिछ जेतेबेले भल पाउथिबा मनीषटीए पाखरे थाई मध्य आमको अणदेखा करे। हाँ हृदय को केतेबेले अधिक कष्ट हुए जानिछ जेतेबेले भल पाउथिबा मनीषटीए पाखरे थाई मध्य आमको अणदेखा करे। हाँ आमको अणदेखा करे। किछि लोक निज मनर कष्ट को लुचेई एमिति खुशी हेबार अभिनय करती जे सेमाने दुनियार सबुठारु सुखी लोक अटंती। हाँ किछि लोक निज मनर कष्ट को लुचेई एमिति खुशी हेबार अभिनय करती जे सेमाने दुनियार सबुठारु सुखी लोक अटंती। हाँ सेमाने दुनियार सबुठारु सुखी लोक अटंती। जीवन साथी ताकू बनाओ जार हृदय निर्मल थिबो। ताकू नुह जी केवल देखा सुंदर थी। हाँ जीवन साथी ताकू बनाओ जार हृदय निर्मल थिबो। ताकू नुह जी केवल देखा सुंदर। हाँ जी केवल देखा सुंदर थी। हस खुशी जीवन पाई गोटे भल चाकचक्य घर दरकार नहीं बरं विश्वास और भरोसा बंधाई गोटे भल परिवेश दरकार। हाँ हस खुशी जीवन पाई गोटे भल चाकचक्य घर दरकार नहीं बरं विश्वास और भरोसा बंधाई गोटे भल परिवेश दरकार। हाँ गोटे भल परिवेश दरकार। समुद्र को पत्थर फिंगिले जतिकि भीतर को जाई थाए ठीक सेमिति काहाकू दुख देले तार जंत्रणा मध्य सेतिकी गभीर को जाई थाए। हाँ समुद्र को पत्थर फिंगिले जेतिकी भीतर को जाई थाए ठीक सेमिति काहाकू दुख देले तार जंत्रणा मध्य सेतिकी गभीर को जाई थाए। हाँ सेतिकी गभीर को जाई थाए। लोक माने कहंती भूल कष्ट देई थाए किंतु जानिचंती सेई कष्ट आमको बहुत बड़ शिक्षा दिए जहाँ आम जीवन को बदलाई देई थाए। हाँ लोक माने कहंती भूल कष्ट देई थाए
କିନ୍ତୁ ଜାଣିଛନ୍ତି ସେଇ କଷ୍ଟ ଆମକୁ ବହୁତ ବଡ଼ ଶିକ୍ଷା ଦିଏ, ଯାହା ଆମ ଜୀବନକୁ ବଦଳାଇ ଦେଇଥାଏ। ହଁ, ଆମ ଜୀବନକୁ ବଦଳାଇ ଦେଇଥାଏ। ଜୀବନରେ ଭଲ ମନ୍ଦ ସୁବିଧା ଅସୁବିଧା ତ ଲାଗି ରହିଛି, ହେଲେ ସୁଖ ସମୟରେ କାହାକୁ ମନେ ରଖିବା ଏବଂ ଦୁଃଖ ସମୟରେ କାହାକୁ ଭୁଲିଯିବା ଠିକ୍ କଥା ନୁହଁ। ହଁ, ଜୀବନରେ ଭଲ ମନ୍ଦ ସୁବିଧା ଅସୁବିଧା ତ ଲାଗି ରହିଛି, ହେଲେ ସୁଖ ସମୟରେ କାହାକୁ ମନେ ରଖିବା ଏବଂ ଦୁଃଖ ସମୟରେ କାହାକୁ ଭୁଲିଯିବା ଠିକ୍ କଥା ନୁହଁ। ହଁ, କାହାକୁ ଭୁଲିଯିବା ଠିକ୍ କଥା ନୁହଁ। ଦୁଃଖ ଥିଲାବେଳେ ଥରେ ଆଖି ବନ୍ଦ କରି ଦେଖିବେ, ପ୍ରଥମେ ଆପଣଙ୍କର ନିଜର ଲୋକଙ୍କ କଥା ମନେ ପଡ଼ିବ। ତେଣୁ ନିଜ ଲୋକଙ୍କର ଭ୍ୟାଲୁ କରିବା ଶିଖନ୍ତୁ। ହଁ, ଦୁଃଖ ଥିଲାବେଳେ ଥରେ ଆଖି ବନ୍ଦ କରି ଦେଖିବେ, ପ୍ରଥମେ ଆପଣଙ୍କର ନିଜ ଲୋକଙ୍କ କଥା ମନେ ପଡ଼ିବ। ତେଣୁ ନିଜ ଲୋକଙ୍କର ଭ୍ୟାଲୁ କରିବା ଶିଖନ୍ତୁ। ହଁ, ତେଣୁ ନିଜ ଲୋକଙ୍କର ଭ୍ୟାଲୁ କରିବା ଶିଖନ୍ତୁ। ମିଥ୍ୟା କଥା କହୁଥିବା ବ୍ୟକ୍ତି ସବୁବେଳେ ଫଡ଼ ଫଡ଼ ହୋଇଥାଏ, କିନ୍ତୁ ସଫଳ ଓ ସତ୍ୟ କଥା କହୁଥିବା ବ୍ୟକ୍ତି ସର୍ବଦା ନୀରବ ରହିଥାଏ। ହଁ, ମିଥ୍ୟା କଥା କହୁଥିବା ବ୍ୟକ୍ତି ସବୁବେଳେ ଫଡ଼ ଫଡ଼ ହୋଇଥାଏ, କିନ୍ତୁ ସଫଳ ଓ ସତ୍ୟ କଥା କହୁଥିବା ବ୍ୟକ୍ତି ସର୍ବଦା ନୀରବ ରହିଥାଏ। ହଁ, ସର୍ବଦା ନୀରବ ରହିଥାଏ। ସମୁଦ୍ରକୁ ପଥର ଫିଙ୍ଗିଲେ ଯେତିକି ଭିତରକୁ ଯାଇଥାଏ, ଠିକ୍ ସେମିତି କାହାକୁ ଦୁଃଖ ଦେଲେ ତାର ଯନ୍ତ୍ରଣା ମଧ୍ୟ ସେତିକି ଗଭୀରକୁ ଯାଇଥାଏ। ହଁ, ସମୁଦ୍ରକୁ ପଥର ଫିଙ୍ଗିଲେ ଯେତିକି ଭିତରକୁ ଯାଇଥାଏ, ଠିକ୍ ସେମିତି କାହାକୁ ଦୁଃଖ ଦେଲେ ତାର ଯନ୍ତ୍ରଣା ମଧ୍ୟ ସେତିକି ଗଭୀରକୁ ଯାଇଥାଏ। ହଁ, ସେତିକି ଗଭୀରକୁ ଯାଇଥାଏ। ଲୋକମାନେ କୁହନ୍ତି ଭୁଲ କଷ୍ଟ ଦେଇଥାଏ, କିନ୍ତୁ ଜାଣିଛନ୍ତି ସେଇ କଷ୍ଟ ଆମକୁ ବହୁତ ବଡ଼ ଶିକ୍ଷା ଦିଏ, ଯାହା ଆମ ଜୀବନକୁ ବଦଳାଇ ଦେଇଥାଏ। ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁଚି ରହିଛି, ହେଲେ ଲୋକେ ଅନ୍ୟମାନଙ୍କ ପରି ହେବାର ଚେଷ୍ଟାରେ ନିଜର ପ୍ରତିଭା ଭୁଲିଯାଆନ୍ତି। ହଁ, ସମସ୍ତଙ୍କ ପାଖରେ କିଛି ନା କିଛି ପ୍ରତିଭା ଲୁଚି ରହିଛି, ହେଲେ ଲୋକେ ଅନ୍ୟମାନଙ୍କ ପରି ହେବାର ଚେଷ୍ଟାରେ ନିଜର ପ୍ରତିଭା ଭୁଲିଯାଆନ୍ତି। ହଁ, ନିଜର ପ୍ରତିଭା ଭୁଲିଯାଆନ୍ତି। କଠିନ ରାସ୍ତା ଦେଖି ଡରନ୍ତୁ ନାହିଁ, କାରଣ ଶେଷରେ ତାର ଗନ୍ତବ୍ୟ ସ୍ଥଳ ଅର୍ଥାତ୍ ଆମର ଲକ୍ଷ୍ୟସ୍ଥଳ ଗୋଟିଏ ସୁନ୍ଦର ସ୍ଥାନ ହୋଇଥାଏ। ହଁ, କଠିନ ରାସ୍ତା ଦେଖି କେବେ ଡରନ୍ତୁ ନାହିଁ, କାରଣ ଶେଷରେ ତାର ଗନ୍ତବ୍ୟ ସ୍ଥଳ ଅର୍ଥାତ୍ ଆମର ଲକ୍ଷ୍ୟସ୍ଥଳ ଗୋଟିଏ ସୁନ୍ଦର ସ୍ଥାନ ହୋଇଥାଏ। ହଁ, ଗୋଟିଏ ସୁନ୍ଦର ସ୍ଥାନ ହୋଇଥାଏ। କାଲି କରିବି, ଏହା ସବୁଠାରୁ ବଡ଼ ମିଛ ଅଟେ। ତେଣୁ ଯାହା କରିବାର ଅଛି ଆଜି ହିଁ ଆରମ୍ଭ କରନ୍ତୁ। ହଁ, କାଲି କରିବି, ଏହା ସବୁଠାରୁ ବଡ଼ ମିଛ ଅଟେ। ତେଣୁ ଯାହା କରିବାର ଅଛି ଆଜି ହିଁ ଆରମ୍ଭ କରନ୍ତୁ। ହଁ, ଆଜି ହିଁ ଆରମ୍ଭ କରନ୍ତୁ। ଦୁନିଆଟା ବହୁତ ଅଜବ ଅଟେ, କାରଣ କିଛି ଲୋକ ଏଠି ସାରା ଜୀବନ ସାଥିରେ ରହିବାର କଥା ଦେଇ କ୍ଷଣିକ ଭିତରେ କଥା ଭାଙ୍ଗି ଦିଅନ୍ତି। ହଁ, ଦୁନିଆଟା ବହୁତ ଅଜବ ଅଟେ, କାରଣ କିଛି ଲୋକ ଏଠି ସାରା ଜୀବନ ସାଥିରେ ରହିବାର କଥା ଦେଇ କ୍ଷଣିକ ଭିତରେ କଥା ଭାଙ୍ଗି ଦିଅନ୍ତି। ହଁ, କ୍ଷଣିକ ଭିତରେ କଥା ଭାଙ୍ଗି ଦିଅନ୍ତି। ଯେତେବେଳେ ଆମେ ଜାଣୁ ଜୀବନଟା କ'ଣ, ସେତେବେଳକୁ ଜୀବନ ଅଧା ସରିଯାଇଥାଏ। ହଁ, ଯେତେବେଳେ ଆମେ ଜାଣୁ ଜୀବନଟା କ'ଣ, ସେତେବେଳକୁ ଏ ଜୀବନ ଅଧା ସରିଯାଇଥାଏ। ହଁ, ଏ ଜୀବନ ଅଧା ସରିଯାଇଥାଏ। ଯେବେ ଦୁନିଆ କହେ ତୁ ହାର ମାନିନେ, କିନ୍ତୁ ତୁମ ଆତ୍ମବିଶ୍ୱାସ କହେ ତୁ ଆଉ ଥରେ ପ୍ରୟାସ କରିନେ, ତାହେଲେ ଜାଣି ରଖନ୍ତୁ ଯେ ଆପଣଙ୍କର ବିଜୟ ସୁନିଶ୍ଚିତ। ହଁ, ଯେବେ ଦୁନିଆ କହେ ତୁ ହାର ମାନିନେ, କିନ୍ତୁ ତୁମ ଆତ୍ମବିଶ୍ୱାସ କହେ ତୁ ଆଉ ଥରେ ପ୍ରୟାସ କରିନେ, ତାହେଲେ ଜାଣି ରଖନ୍ତୁ ଯେ ଆପଣଙ୍କ ବିଜୟ ସୁନିଶ୍ଚିତ ଅଟେ। ହଁ, ଆପଣଙ୍କ ବିଜୟ ସୁନିଶ୍ଚିତ ଅଟେ। ଜାଣିଛନ୍ତି ଆମେ ନିଜେ ହିଁ ଆମର ଶତ୍ରୁ, କାରଣ ଆମେ ନିଜେ ହିଁ ଆମର ଭୁଲକୁ ଦେଖିପାରୁନାହୁଁ। ଆଉ ଯଦି କିଏ ଆମର ଦୋଷ ଦେଖାଇଦିଏ, ତାକୁ ଆମେ ଶତ୍ରୁ ମାନି ନେଇଥାଉ। ହଁ, ଜାଣିଛନ୍ତି ଆମେ ନିଜେ ହିଁ ଆମର ଶତ୍ରୁ, କାରଣ ଆମେ ନିଜେ ହିଁ ଆମର ଭୁଲକୁ ଦେଖିପାରୁନାହୁଁ। ଆଉ ଯଦି କିଏ ଆମର ଦୋଷକୁ ଦେଖାଇଦିଏ, ଆମେ ତାକୁ ଶତ୍ରୁ ମାନି ନେଇଥାଉ। ହଁ, ଆମେ ତାକୁ ଶତ୍ରୁ ମାନି ନେଇଥାଉ। ଯେଉଁ ସ୍ଥାନରେ ଲୋକଙ୍କୁ ବୁଝେଇଲେ
ବୁଝନ୍ତି ନାହିଁ ସେ ସ୍ଥାନରେ ସେମାନଙ୍କୁ ବୁଝେଇବା ଅପେକ୍ଷା ନିଜେ ବୁଝିଯିବା ଭଲ ଅଟେ। ହଁ, ଯେଉଁ ସ୍ଥାନରେ ଲୋକଙ୍କୁ ବୁଝେଇଲେ ବୁଝନ୍ତି ନାହିଁ ସେହି ସ୍ଥାନରେ ସେମାନଙ୍କୁ ବୁଝେଇବା ଅପେକ୍ଷା ନିଜେ ବୁଝିଯିବା ଭଲ ଅଟେ। ହଁ, ନିଜେ ବୁଝିଯିବା ଭଲ ଅଟେ। ପରିସ୍ଥିତି ଓ ଭାଗ୍ୟ ଯେତେବେଳେ ସାଥ ଦିଅନ୍ତି ନାହିଁ ସେତେବେଳେ ସେଇ ଲୋକମାନଙ୍କର କଥା ବି ଶୁଣିବାକୁ ପଡ଼େ ଯେଉଁମାନେ ଦିନେ ଆମ ଆଗରେ କଥା କହିବାକୁ ସାହସ ରଖିନଥିଲେ। ହଁ, ପରିସ୍ଥିତି ଓ ଭାଗ୍ୟ ଯେତେବେଳେ ସାଥ ଦିଅନ୍ତି ନାହିଁ ସେତେବେଳେ ସେଇ ଲୋକମାନଙ୍କ କଥା ବି ଶୁଣିବାକୁ ପଡ଼େ ଯେଉଁମାନେ ଦିନେ ଆମ ଆଗରେ କଥା କହିବାକୁ ସାହସ ରଖିନଥିଲେ। ହଁ, ଆମ ଆଗରେ କଥା କହିବାକୁ ସାହସ ରଖିନଥିଲେ। ଆମର ସମସ୍ତ ସ୍ୱପ୍ନ ସାକାର ହୋଇପାରିବ ଯଦି ଆମେ ସାହସର ସହିତ ଆଗକୁ ଆଗେଇ ନେବା। ତେଣୁ କେବେ ନିଜର ଧୈର୍ଯ୍ୟ ହରାନ୍ତୁ ନାହିଁ। ବାସ୍ ଗୋଟିଏ ଉଚିତ ସମୟକୁ ଅପେକ୍ଷା କରନ୍ତୁ। ହଁ, ଆମର ସମସ୍ତ ସ୍ୱପ୍ନ ସାକାର ହୋଇପାରିବ ଯଦି ଆମେ ସାହସର ସହିତ ଆଗକୁ ଆଗେଇ ନେବା। ତେଣୁ କେବେ ନିଜର ଧୈର୍ଯ୍ୟ ହରାନ୍ତୁ ନାହିଁ। ବାସ୍ ଗୋଟିଏ ଉଚିତ ସମୟକୁ ଅପେକ୍ଷା କରନ୍ତୁ। ହଁ, ବାସ୍ ଗୋଟିଏ ଉଚିତ ସମୟକୁ ଅପେକ୍ଷା କରନ୍ତୁ। ନାଟକରେ ମଣିଷର ଦୁଃଖ କଷ୍ଟ ଦେଖିଲେ ଲୋକେ କାନ୍ଦି ପକାନ୍ତି, ହେଲେ ସତ ଜୀବନରେ କାହାର ଦୁଃଖ କଷ୍ଟ ଦେଖିଲେ ଲୋକେ ନାଟକ ବୋଲି ଭାବନ୍ତି। ହଁ, ନାଟକରେ ମଣିଷର ଦୁଃଖ କଷ୍ଟ ଦେଖିଲେ ଲୋକେ କାନ୍ଦି ପକାନ୍ତି, ଆଉ ସତ ଜୀବନରେ କାହାର ଦୁଃଖ କଷ୍ଟ ଦେଖିଲେ ଲୋକେ ନାଟକ ବୋଲି ଭାବନ୍ତି। ହଁ, ଲୋକେ ନାଟକ ବୋଲି ଭାବନ୍ତି। ଗୋଟିଏ କଥା ଜାଣିଛନ୍ତି, ଜୀବନରେ ଏକା ରହିଲେ ବେଶୀ କଷ୍ଟ ଲାଗିନଥାଏ, ହେଲେ କେହି ଜଣେ କିଛି ଦିନ ସାଥିରେ ରହି ଅଧା ବାଟରେ ହାତ ଛାଡ଼ିଦେଲେ ବହୁତ କଷ୍ଟ ଲାଗିଥାଏ। ହଁ, ଗୋଟିଏ କଥା ଜାଣିଛନ୍ତି, ଜୀବନରେ ଏକା ରହିଲେ ବେଶୀ କଷ୍ଟ ଲାଗିନଥାଏ, ହେଲେ କେହି ଜଣେ କିଛି ଦିନ ସାଥିରେ ରହି ଅଧା ବାଟରେ ହାତ ଛାଡ଼ିଦେଲେ ବହୁତ କଷ୍ଟ ଲାଗିଥାଏ। ହଁ, ବହୁତ କଷ୍ଟ ଲାଗିଥାଏ। ରାବଣ ରାଜ୍ୟରେ ରହି ମଧ୍ୟ ବିଭୀଷଣ ବିଗିଡ଼ି ନଥିଲେ ଏବଂ ରାମ ରାଜ୍ୟ ରହି ମଧ୍ୟ କୈକେୟୀ ସୁଧରି ନଥିଲେ। କାରଣ ବିଗିଡ଼ି ଯିବା ଓ ସୁଧାରିବା ମଣିଷର ସ୍ୱଭାବ ଉପରେ ନିର୍ଭର କରେ। ହଁ, ରାବଣ ରାଜ୍ୟରେ ରହି ମଧ୍ୟ ବିଭୀଷଣ ବିଗିଡ଼ି ନଥିଲେ ଏବଂ ରାମ ରାଜ୍ୟରେ ରହି ମଧ୍ୟ କୈକେୟୀ ସୁଧରି ନଥିଲେ। କାରଣ ବିଗିଡ଼ି ଯିବା ଓ ସୁଧାରିବା ମଣିଷର ସ୍ୱଭାବ ଉପରେ ନିର୍ଭର କରେ। ହଁ, ମଣିଷର ସ୍ୱଭାବ ଉପରେ ନିର୍ଭର କରେ। ଆଘାତ କେବଳ କଷ୍ଟ ଦିଏ ନାହିଁ, ଜଣକୁ ବି ବଦଳେଇ ଦେଇଥାଏ। ହଁ, ଆଘାତ କେବଳ କଷ୍ଟ ଦିଏ ନାହିଁ, ଜଣକୁ ବି ବଦଳେଇ ଦେଇଥାଏ। ହଁ, ଜଣକୁ ବି ବଦଳେଇ ଦେଇଥାଏ। କେବଳ ଗୋଟିଏ ଘରେ ରହିଗଲେ ତାକୁ ପରିବାର କୁହାଯାଏ ନାହିଁ, କାରଣ ପରିବାର ବିଶ୍ୱାସ ଓ ଭରସାରେ ଚାଲିଥାଏ। ହଁ, କେବଳ ଗୋଟିଏ ଘରେ ରହିଗଲେ ତାକୁ ପରିବାର କୁହାଯାଏନି, କାରଣ ପରିବାର ବିଶ୍ୱାସ ଓ ଭରସାରେ ଚାଲିଥାଏ। ହଁ, ବିଶ୍ୱାସ ଓ ଭରସାରେ ଚାଲିଥାଏ। ସମସ୍ତଙ୍କୁ ହସାଉଥିବା ଲୋକକୁ ପରିସ୍ଥିତି କନ୍ଦେଇ ଦିଏ। ଜିତିବ ବୋଲି ନିଜ ଉପରେ ବିଶ୍ୱାସ ରଖିଥିବା ଲୋକକୁ ଭାଗ୍ୟ ହରାଇ ଦିଏ। କିଛି କ୍ଷଣ ବଞ୍ଚିବ ବୋଲି ଆଶା ରଖିଥିବା ଲୋକକୁ ସମୟ ମାରେ। ହଁ, ସମସ୍ତଙ୍କୁ ହସାଉଥିବା ଲୋକକୁ ପରିସ୍ଥିତି କନ୍ଦେଇ ଦିଏ। ଜିତିବ ବୋଲି ନିଜ ଉପରେ ବିଶ୍ୱାସ ରଖିଥିବା ଲୋକକୁ ଭାଗ୍ୟ ହରାଇ ଦିଏ, ଆଉ କିଛି କ୍ଷଣ ବଞ୍ଚିବ ବୋଲି ଆଶା ରଖିଥିବା ଲୋକକୁ ସମୟ ମାରିଦିଏ। ହଁ, ସମୟ ମାରିଦିଏ। ସମସ୍ତେ କୁହନ୍ତି କି ଅନ୍ୟକୁ ଦୁଃଖ ଦେଇ ଜୀବନ ସାରା ସୁଖରେ ରହିହୁଏ। ବାସ୍ତବରେ ଦେଖାଯାଏ କି ଖୁସିରେ ଅଧିକ ସେଇମାନେ ରୁହନ୍ତି ଯେଉଁମାନେ ଅନ୍ୟକୁ କଷ୍ଟ ଦିଅନ୍ତି। ହଁ, ସମସ୍ତେ କୁହନ୍ତି କି ଅନ୍ୟକୁ ଦୁଃଖ ଦେଇ ଜୀବନ ସାରା ସୁଖରେ ରହିହୁଏ ନା, ହେଲେ ବାସ୍ତବରେ ଦେଖାଯାଏ ଖୁସିରେ ଅଧିକ ସେଇମାନେ ରୁହନ୍ତି ଯେଉଁମାନେ ଅନ୍ୟକୁ କଷ୍ଟ ଦିଅନ୍ତି। ହଁ, ଯେଉଁମାନେ ଅନ୍ୟକୁ କଷ୍ଟ ଦିଅନ୍ତି। ସମ୍ପର୍କ ଏକ ଅଜବ ଶବ୍ଦ, ଯାହା ବିଶ୍ୱାସ ନ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଓ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ। ହଁ, ସମ୍ପର୍କ ଏକ ଅଜବ ଶବ୍ଦ, ଯାହା ବିଶ୍ୱାସ ନ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଏବଂ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ। ହଁ, ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ। ବିଶ୍ୱାସ ସେଇଠାରେ ହାରିଯାଏ ଯେଉଁଠାରେ ଥାଏ ଛଳନାର ମିଛ ଅଭିନୟ। ହଁ, ବିଶ୍ୱାସ ସେଇଠାରେ ହାରିଯାଏ ଯେଉଁଠାରେ ଥାଏ ଛଳନାର ମିଛ ଅଭିନୟ।
ଯେଉଁଠାରେ ଥାଏ ଛଳନାର ମିଛ ଅଭିନୟ। ଗୋଟିଏ ପରିବାରରେ ବାପା ହେଉଛି ଏମିତି ଗୋଟିଏ ମଣିଷ ଯିଏ ତା ପରିବାରର ଲୋକଙ୍କ ପେଟକୁ ମୁଠାଏ ଦାନ ଦେବା ପାଇଁ ହାଡ଼ଭଙ୍ଗା ପରିଶ୍ରମ କରିଥାଏ। ହଁ, ଗୋଟିଏ ପରିବାରରେ ବାପା ହେଉଛି ଏମିତି ଗୋଟିଏ ମଣିଷ ଯିଏ ତା ପରିବାର ଲୋକଙ୍କ ପେଟକୁ ମୁଠାଏ ଦାନ ଦେବା ପାଇଁ ହାଡ଼ଭଙ୍ଗା ପରିଶ୍ରମ କରିଥାଏ। ହଁ, ହାଡ଼ଭଙ୍ଗା ପରିଶ୍ରମ କରିଥାଏ। ସ୍ୱପ୍ନକୁ କେବଳ ଆକାଶରେ ଖୋଜନ୍ତୁ ନାହିଁ, ଏହା ପାଇଁ ମାଟି ଲୋଡ଼ା ଅଟେ। ଜୀବନ ଜୀଇବାର ମଜା କ'ଣ ଅଛି ଯଦି ସବୁକିଛି ମିଳିଯାଏ? ମଜା ତ ସେତେବେଳେ ମିଳିଥାଏ ଯେତେବେଳେ ଜୀବନର କିଛି ସ୍ୱପ୍ନ ଅଧୁରା ରହିଯାଏ। ହଁ, ସ୍ୱପ୍ନକୁ କେବଳ ଆକାଶରେ ଖୋଜନ୍ତୁ ନାହିଁ, ଏହା ପାଇଁ ମାଟି ଲୋଡ଼ା ଅଟେ। ଜୀବନ ଜୀଇବାର ମଜା କ'ଣ ଅଛି ଯଦି ସବୁକିଛି ମିଳିଯାଏ? ମଜା ତ ସେତେବେଳେ ମିଳିଥାଏ ଯେତେବେଳେ ଜୀବନର କିଛି ସ୍ୱପ୍ନ ଅଧୁରା ରହିଯାଏ। ହଁ, ଯେତେବେଳେ ଜୀବନର କିଛି ସ୍ୱପ୍ନ ଅଧୁରା ରହିଯାଏ। ସପନ ଗୋଟିଏ ଦେଖିଲେ ହୁଏତ ହଜାରେ ସମସ୍ୟା ଆସିପାରେ, କିନ୍ତୁ ସେ ସ୍ୱପ୍ନ ଦିନେ ବହୁତ ବଡ଼ ଓ ସୁନ୍ଦର ହୋଇଥାଏ ଯେତେବେଳେ ସଫଳତା କଥା କହିଥାଏ। ହଁ, ସପନ ଗୋଟିଏ ଦେଖିଲେ ହୁଏତ ହଜାରେ ସମସ୍ୟା ଆସିଥାଏ, କିନ୍ତୁ ସେ ସ୍ୱପ୍ନ ଦିନେ ବଡ଼ ଓ ବହୁତ ସୁନ୍ଦର ହୋଇଥାଏ ଯେତେବେଳେ ସଫଳତା କଥା କହିଥାଏ। ହଁ, ଯେତେବେଳେ ସଫଳତା କଥା କହିଥାଏ। ଜାଣିଛନ୍ତି, ପରିଚୟ ଆମ କର୍ମରୁ ହୋଇଥାଏ, ନହେଲେ ଗୋଟିଏ ନାମରେ ତ ହଜାରେ ଲୋକ ଅଛନ୍ତି। ତେଣୁ ନିଜର କର୍ମ ଓ ପରିଶ୍ରମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ହଁ, ଜାଣିଛନ୍ତି, ପରିଚୟ ଆମ କର୍ମରୁ ହୋଇଥାଏ, ନହେଲେ ଗୋଟିଏ ନାମରେ ତ ହଜାରେ ଲୋକ ଅଛନ୍ତି। ତେଣୁ ନିଜର କର୍ମ ଓ ପରିଶ୍ରମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। କଷ୍ଟ ମଣିଷକୁ ଦୁଃଖ ଦିଏ ସତ, କିନ୍ତୁ ମଣିଷକୁ ଭିତରୁ ମଜବୁତ କରି ଗଢ଼ି ତୋଳିଥାଏ। ହଁ, କଷ୍ଟ ମଣିଷକୁ ଦୁଃଖ ଦିଏ ସତ, କିନ୍ତୁ ମଣିଷକୁ ଭିତରୁ ମଜବୁତ କରି ଗଢ଼ି ତୋଳିଥାଏ। ଯିଏ ନିଜ ପାଇଁ ନିୟମ ବନାଏ ନାହିଁ, ତାକୁ ଅନ୍ୟମାନଙ୍କ ନିୟମରେ ଚାଲିବାକୁ ହୁଏ। ହଁ, ଯିଏ ନିଜ ପାଇଁ ନିୟମ ବନାଏ ନାହିଁ, ତାକୁ ଅନ୍ୟମାନଙ୍କ ନିୟମରେ ଚାଲିବାକୁ ହୁଏ। ହଁ, ତାକୁ ଅନ୍ୟମାନଙ୍କ ନିୟମରେ ଚାଲିବାକୁ ହୁଏ। ଯେତେବେଳେ ଦାୟିତ୍ୱ କାନ୍ଧରେ ପଡ଼େ, ସେତେବେଳେ ଅନେକ ସମୟରେ ପିଲାଦିନ କଥା ମନେ ପଡ଼େ। ହଁ, ଯେତେବେଳେ ଦାୟିତ୍ୱ କାନ୍ଧରେ ପଡ଼େ, ସେତେବେଳେ ଅନେକ ସମୟରେ ପିଲାଦିନ କଥା ମନେ ପଡ଼େ। ହଁ, ପିଲାଦିନ କଥା ମନେ ପଡ଼େ। ନିଜର ତୁଳନା କେବେ କାହା ସହ କରିବା ଉଚିତ ନୁହଁ। ଯେମିତି ହାତର 5 ଆଙ୍ଗୁଠି ସମାନ ନୁହଁ, ସେମିତି ସମସ୍ତଙ୍କର ଭାବନା ଏବଂ ଚିନ୍ତାଧାରା ସମାନ ହୋଇନଥାଏ। ହଁ, ନିଜର ତୁଳନା କେବେ କାହା ସହ କରିବା ଉଚିତ ନୁହଁ। ଯେମିତି ହାତର 5 ଆଙ୍ଗୁଠି ସମାନ ନୁହଁ, ସେମିତି ସମସ୍ତଙ୍କର ଭାବନା ଏବଂ ଚିନ୍ତାଧାରା ସମାନ ହୋଇନଥାଏ। ଖାଲି ଧନ ସମ୍ପତ୍ତି ଥିଲେ କେହି ବଡ଼ ନୁହେଁ, ବରଂ ବଡ଼ ତ ସିଏ ଯିଏ ସମସ୍ତଙ୍କ ମନରେ ରାଜ କରେ। ହଁ, ଖାଲି ଧନ ସମ୍ପତ୍ତି ଥିଲେ କେହି ବଡ଼ ନୁହଁ, ବରଂ ବଡ଼ ତ ସିଏ ଯିଏ ସମସ୍ତଙ୍କ ମନରେ ରାଜ କରେ। ହଁ, ଯିଏ ସମସ୍ତଙ୍କ ମନରେ ରାଜ କରେ। ଯେମିତି ଆମର ବ୍ୟବହାରରେ ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ। ହଁ, ଜାଣିଛନ୍ତି, ଆମର ବ୍ୟବହାରରେ ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ। ଯେମିତି ଟପାଏ ଟପାଏ ବିନ୍ଦୁ ଜଳ ସଞ୍ଚିତ ହୋଇ ଗୋଟିଏ ମାଠିଆ ପୂର୍ଣ୍ଣ ହୋଇଥାଏ, ଠିକ୍ ସେମିତି ବିଦ୍ୟା, ଧର୍ମ ଓ ଧନର ସଞ୍ଚୟ କରନ୍ତୁ। ହଁ, ଯେମିତି ଟପାଏ ଟପାଏ ବିନ୍ଦୁ ଜଳ ସଞ୍ଚିତ ହୋଇ ଗୋଟିଏ ମାଠିଆ ପୂର୍ଣ୍ଣ ହୋଇଥାଏ, ଠିକ୍ ସେମିତି ବିଦ୍ୟା, ଧର୍ମ ଓ ଧନର ସଞ୍ଚୟ କରନ୍ତୁ। ଯାହା ହୋଇଯାଇଛି ତା ପାଇଁ ଦୁଃଖ କରନ୍ତୁ ନାହିଁ, ଯାହା ହେବ ତା ପାଇଁ ଚିନ୍ତା କରନ୍ତୁ ନାହିଁ, ବରଂ ବର୍ତ୍ତମାନ କ'ଣ କରିବା ଉଚିତ ତାହା କରନ୍ତୁ। ହଁ, ଯାହା ହୋଇଯାଇଛି ତା ପାଇଁ ଦୁଃଖ କରନ୍ତୁ ନାହିଁ, ଯାହା ହେବ ତା ପାଇଁ ଚିନ୍ତା କରନ୍ତୁ ନାହିଁ, ବରଂ ବର୍ତ୍ତମାନ କ'ଣ କରିବା ଉଚିତ ତାହା କରନ୍ତୁ। ହଁ, ବର୍ତ୍ତମାନ କ'ଣ କରିବା ଉଚିତ ତାହା କରନ୍ତୁ। ଭାଗ୍ୟ ବଦଳିଯାଏ ଯେବେ ଜୀବନରେ କିଛି ଉଦ୍ଦେଶ୍ୟ ଥାଏ, ନହେଲେ ବୟସ ବିତିଯାଏ
भाग्य उपरे अभियोग करे। हाँ, भाग्य बदली जाए जेबे जीवन रे किछि उद्देश्य थाए, नहले बयस बीती जाए भाग्य उपरे अभियोग करे। जीवन गोटे थर मिली थाए, यह मिथ्या अटे। बरं जीवन तो प्रत्येक दिन मिलता है, हेले मृत्यु केवल गोटे थर मिली थाए। हाँ, जीवन केवल गोटे थर मिली थाए, यह मिथ्या अटे। बरं जीवन तो प्रत्येक दिन मिलता है, हेले मृत्यु केवल गोटे थर मिले। हाँ, मृत्यु केवल गोटे थर मिलता। किछि आरंभ करिबा पई आपणकर महान बनिबा कौनसी आवश्यक नाही, हेले महान बनिबा पई आपणकर किछि आरंभ करिबा अत्यंत आवश्यक अटे। हाँ, किछि आरंभ करिबा पई आपणकर महान बनिबा कौनसी आवश्यक नाही, हेले महान बनिबा पई आपणकर किछि आरंभ करिबा अत्यंत आवश्यक अटे। हाँ, आपणकर किछि आरंभ करिबा अत्यंत आवश्यक। वर्षार बिंदु हुए तो छोट होई पारे, किंतु तार लगातार बरसिबा द्वारा बड़ बड़ नदी भी मध्य बन्या आसी जाए। ठीक सेमिति आमर छोट छोट प्रयास भी दिने बड़ परिवर्तन दे पारे। हाँ, वर्ष जहा होई जाइछि ता पई दुख करंतु नाही, जहा हेबो ता पई चिंता करंतु नाही, बरं वर्तमान कौन करिबा उचित ताहा करंतु। हाँ, जहा होई जाइछि ता पई दुख करंतु नाही, जहा हेबो ता पई चिंता करंतु नाही, बरं वर्तमान कौन करिबा उचित ताहा करंतु। हाँ, वर्तमान कौन करिबा उचित ताहा करंतु। भाग्य बदली जाए जेबे जीवन रे किछि उद्देश्य थाए, नहले बयस बीती जाए भाग्य उपरे अभियोग करे। हाँ, ये मनीष सेतेबेले अन्य मानक सह भलरे कथा हुए जेतेबेले ता पाखरे एई 7टी गुण थिबो। तो आसंतु जानिबा से 7टी गुण कोन। 1, जे निज परिवारर सबुबले जत्न नेउथिबो। हाँ, जे निज परिवारर सबुबले जत्न नेउथिबो। 2, जे सामना वालार परिस्थिति को बुझी पारुथिबो। हाँ, जे सामना वालार परिस्थिति को बुझी पारुथिबो। 3, जे दुष्ट लोकंकु निज शैली रे बुझेई पारुथिबो। हाँ, 3, जे दुष्ट लोकंकु निज शैली रे बुझेई पारुथिबो। 4, जे ज्ञानी मानक सह रहुथिबो। हाँ, जे ज्ञानी मानक सह रहुथिबो। जे बापा माँ गुरुजन मानक सह सहनशील सह कथा होथिबो। हाँ, जे बापा माँ गुरुजन सह सहनशीलता सहित कथा होथिबो। 6, जहा भितरे धैर्य रखिबार शक्ति थिबो। हाँ, जहा भितरे धैर्य रखिबार शक्ति थिबो। 7, जे महिला मानक सह भाविचिंती कथा होथिबो। हाँ, जे महिला मानक सह भाविचिंती कथा होथिबो। ठीक अच्छे फ्रेंड्स, ये थिला 7टी गुण, जो 7टी गुण थिले जड़े मनीष अन्य मणिक सह भलरे कथा हबो। ठीक अच्छे, मो दुखर कारण कदापि भगवान, ग्रह, नक्षत्र, भाग्य, संपर्क किंबा पड़ोशी होई न थांती, बरं सत कथा कहिबाकू गले स्वयं आमे निजे। हाँ, आम दुखर कारण कदापि भगवान, ग्रह, नक्षत्र, भाग्य, संपर्क किंबा पड़ोशी होई न थांती, बरं सत कथा कहिबाकू गले स्वयं आमे निजे होइता। हाँ, स्वयं आमे निजे होइता। जानिछंती आम मुंड व्यथार कारण होची आमर दुर्बल चिंताधारा। हाँ, जानिछंती आम मुंड व्यथार कारण होची आमर दुर्बल चिंताधारा। रुषि जाइथिबा मनीष को मनै हबो, किंतु बदली जाइथिबा मनीष को केबे मनै हेबो नाही। हाँ, रुषि जाइथिबा मनीष को मनै हेबो, किंतु बदली जाइथिबा मनीष को मनै हेबो नाही। परिश्रम और प्रेम भितरे बस फरक एतिकी कि प्रेम हृदय भांगी थाए आ परिश्रम रेकर्ड भांगी थाए। हाँ, परिश्रम और प्रेम भितरे बस फरक एतिकी कि प्रेम हृदय भांगी थाए आ परिश्रम रेकर्ड भांगी थाए। कहा पाई दुखर स्टाटस रखिले कौन हो, जी तम मनर कथा को बुझी पारिला नहीं से स्टाटस देखी कौन बुझ। हाँ, कहा पाई दुखर स्टाटस रखिले कौन है, जी तम मनर कथा को बुझी पारिला नहीं से
से स्टाटस देखी कौन बुझे। हाँ से स्टाटस देखी कौन बुझे। गरीब हेउ कि धनी किंतु अपमानर जंत्रणाटा समस्तंकु समान लगी था। तेणु केबे कहारी को कष्ट दियंतु नहीं कि केबे कहारी को अपमानित करंतु नहीं। हाँ गरीब हेउ कि धनी किंतु अपमानर जंत्रणाटा समस्त को समान लगी था। तेणु केबे कहारी को कष्ट दियंतु नहीं कि केबे कहारी को अपमानित करंतु नहीं। हाँ केबे कहारी को अपमानित करंतु। केही जदि जणे तुमको भल नुह कहती ताहले सेतिरे मन दुख करंतु नहीं। कारण जड़े भल लोक सबुबले समस्त नजर रे भल ही पारे नहीं। हाँ केही जदि जणे तुमको भल नुह कहती ताहले सेतिरे मन दुख करंतु नहीं। कारण जड़े भल लोक सबुबले समस्त नजर रे भल ही पारे नहीं। हाँ समस्त नजर रे भल ही पारे नहीं। शेषरे सेई लोक बहुत शक्त हो जाती जहाँ पाखरे हराइबा को किछि न थाए। हाँ शेषरे सेई लोक बहुत शक्त हो जाती जहाँ पाखरे हराइबा को किछि न थाए। हाँ जहाँ पाखरे हराइबा को किछि न थाए। सबु पाठ बहिरे न थाए। किछि शिक्षा समय और परिस्थिति द्वारा अभिज्ञता रूप में मिलता है। हाँ सबु पाठ बहिरे न थाए। किछि शिक्षा समय और परिस्थिति द्वारा अभिज्ञता रूप में मिलता है। हाँ समय और परिस्थिति द्वारा अभिज्ञता रूप में मिलता है। मनर कष्ट को कहीं बुझंती आउ शेषे से दुख को छाती लुचई आग को बढ़ा हुए बोधे यह ही जीवन अटे। हाँ मनर कष्ट को कहीं बुझंती आउ शेषे से दुख को छाती लुचई आग को बढ़ा हुए बोधे यह ही जीवन अटे। हाँ बोधे यह ही जीवन अटे। दुख समय भांगी न जाई उचित समय को अपेक्षा करंतु। कारण रातिर अंधार परे सुंदर फुलटिए फुटी थाए। हाँ दुख समय भांगी न जाई उचित समय को अपेक्षा करंतु। कारण रातिर अंधार परे सुंदर फुलटिए फुटी थाए। हाँ सुंदर फुलटिए फुटी थाए। भगवान सबु संपर्क को आगरू तैयारी करी पठै थांती किंतु दुईटी संपर्क आमे पृथ्वी को आसिला परे तैयारी करि थाउ। गोटी हेला बंधुता अन्यटी शत्रुता। हाँ भगवान सबु संपर्क को आगरू तैयारी करी पठै थांती किंतु दुईटी संपर्क आमे ए पृथ्वी को आसिला परे तैयारी करि थाउ। गोटी हेला बंधुता और अन्यटी शत्रुता। हाँ अन्यटी शत्रुता। समय कथा कही पारे नहीं सत किंतु ठीक समय किए पर आउ किए निजर जणाई देई थाए। हाँ समय कथा कही पारे नहीं सत किंतु ठीक समय किए पर आउ किए निजर जणाई देई थाए। हाँ किए निजर जणाई देई थाए। कागज कांदे नहीं सत किंतु कंदेई दिए। से लव लेटर हो अबा रिजल्ट किंबा मेडिकल रिपोर्ट हो। हाँ कागज कांदे नहीं सत किंतु कंदेई दिए। से लव लेटर हो अबा रिजल्ट किंबा मेडिकल रिपोर्ट हो। हाँ किंबा मेडिकल रिपोर्ट हो। भल पाइबार अच्छी जदि निज बापा माँ को भल पातु। कारण दुनिया केवल दुईटी मनीष जीए केबे निज छुआर विश्वास भांगती नहीं आउ सब परिस्थिति रे निज छुआ पाखरे छिड़ा होता। हाँ भल पाइबार अच्छी जदि निज बापा माँ को भल पातु। कारण दुनिया रे केवल दुईटी मनीष जीए केबे निज छुआर विश्वास भांगती नहीं आउ सब परिस्थिति रे निज छुआ पाखरे छिड़ा होता। हाँ सब परिस्थिति रे निज छुआ पाखरे छिड़ा होता। ये सुंदर संपर्क पाई सुंदर चेहरा की सुरीला कथा दरकार नहीं बरं गोटे सुंदर हृदय और अतुट विश्वास दरकार। हाँ गोटे सुंदर संपर्क पाई सुंदर चेहरा की सुरीला कथा दरकार नहीं बरं गोटे सुंदर हृदय और अतुट विश्वास दरकार। प्रत्येक मनीष जीवन रे एक नुआ सकाळ आसी थाए जहाँ किछि नुआ भावना नहीं आसी थाए। तेणु ताको उत्साह सहित स्वागत करंतु आउ आजिर दिन को उपभोग करंतु।
ହଁ, ପ୍ରତ୍ୟେକ ମଣିଷ ଜୀବନରେ ଏକ ନୂଆ ସକାଳ ଆସିଥାଏ, ଯାହା କିଛି ନୂଆ ଭାବନା ନେଇ ଆସିଥାଏ। ତେଣୁ ତାକୁ ଉତ୍ସାହର ସହିତ ସ୍ୱାଗତ କରନ୍ତୁ ଆଉ ଆଜିର ଦିନକୁ ଉପଭୋଗ କରନ୍ତୁ। ଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସେ। ଗୋଟିଏ ନୀରବ ରହିବା, ଅନ୍ୟଟି କ୍ଷମା କରିବା। କାରଣ ନୀରବ ରହିବା ଠାରୁ ବଡ଼ ଉତ୍ତର ଆଉ କ୍ଷମା କରିବା ଲୋକଙ୍କଠୁ ବଡ଼ ହୃଦୟବାନ ଏ ସଂସାରରେ କେହି ନାହିଁ। ହଁ, ଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସେ। ଗୋଟିଏ ନୀରବ ରହିବା, ଅନ୍ୟଟି କ୍ଷମା କରିବା। କାରଣ ନୀରବ ରହିବା ଠାରୁ ବଡ଼ ଉତ୍ତର ଆଉ କ୍ଷମା କରିବା ଲୋକଠୁ ବଡ଼ ହୃଦୟବାନ ଏ ସଂସାରରେ କେହି ନାହିଁ। ହଁ, ଏ ସଂସାରରେ କେହି ନାହିଁ। ଆଉ ସମସ୍ତଙ୍କର ସେବା କର, ହେଲେ କେବେ କାହାରିଠାରୁ କିଛି ପାଇବାର ଆଶା ରଖନ୍ତୁ ନାହିଁ। କାରଣ ସେବାର ମୂଲ୍ୟ କେହି ଦେଇପାରିବେ ନାହିଁ। ହଁ, ସମସ୍ତଙ୍କର ସେବା କର, ହେଲେ କେବେ କାହାରିଠାରୁ କିଛି ପାଇବାର ଆଶା ରଖନ୍ତୁ ନାହିଁ। କାରଣ ସେବାର ମୂଲ୍ୟ କେହି ଦେଇପାରିବେ ନାହିଁ। ହଁ, ସେବାର ମୂଲ୍ୟ କେହି ଦେଇପାରିବେ ନାହିଁ। ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ, ହେଲେ ଦୁଃଖର କଥା ମଣିଷ ପାଖରେ କେବେ ଟାଇମ୍ ନାହିଁ। ହଁ, ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ, ହେଲେ ଦୁଃଖର କଥା ମଣିଷ ପାଖରେ କେବେ ଟାଇମ୍ ନାହିଁ। ଯିଏ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥାଏ, ଶେଷରେ ସେ ସବୁଠାରୁ ଦୁଃଖୀ ହୋଇଯାଏ। ହଁ, ଯିଏ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଥାଏ, ଶେଷରେ ସେ ସବୁଠାରୁ ଦୁଃଖୀ ହୋଇଯାଇଥାଏ। ସମସ୍ତଙ୍କ ଜୀବନରେ କେହି ଜଣେ ସ୍ପେଶିଆଲ ମଣିଷ ଥାନ୍ତି, ଆଉ ସେଇ ସ୍ପେଶିଆଲ ମଣିଷ ହିଁ ସବୁବେଳେ ସ୍ପେଶିଆଲ କଷ୍ଟ ଦେଇଥାନ୍ତି। ହଁ, ସମସ୍ତଙ୍କ ଜୀବନରେ କେହି ଜଣେ ସ୍ପେଶିଆଲ ମଣିଷ ଥାନ୍ତି, ଆଉ ସେଇ ସ୍ପେଶିଆଲ ମଣିଷ ହିଁ ସବୁବେଳେ ସ୍ପେଶିଆଲ କଷ୍ଟ ଦେଇଥାନ୍ତି। ତ୍ୟାଗ ବିନା କିଛି ପାଇବା ସମ୍ଭବ ନୁହଁ। କାରଣ ଗୋଟିଏ ନିଶ୍ୱାସ ନେବା ପାଇଁ ମଧ୍ୟ ପ୍ରଥମେ ନିଶ୍ୱାସ ଛାଡ଼ିବାକୁ ପଡ଼ିଥାଏ। ହଁ, ତ୍ୟାଗ ବିନା କିଛି ପାଇବା ସମ୍ଭବ ନୁହଁ। କାରଣ ଗୋଟିଏ ନିଶ୍ୱାସ ନେବା ପାଇଁ ମଧ୍ୟ ପ୍ରଥମେ ନିଶ୍ୱାସ ଛାଡ଼ିବାକୁ ପଡ଼ିଥାଏ। ନଇଁବାର ଅର୍ଥ ନୁହଁ ଯେ ଆପଣ ସମ୍ମାନ ହରାଇଦେଲେ। କାରଣ ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠେଇବାକୁ ହେଲେ ପ୍ରଥମେ ନଇଁବାକୁ ପଡ଼ିଥାଏ। ହଁ, ନଇଁବାର ଅର୍ଥ ନୁହେଁ ଯେ ଆପଣ ନିଜର ସମ୍ମାନ ହରାଇଦେଲେ। କାରଣ ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠେଇବାକୁ ହେଲେ ପ୍ରଥମେ ନଇଁବାକୁ ପଡ଼ିଥାଏ। ବେଶୀ ଭଲ ପାଉଥିବା ଲୋକଙ୍କଠାରୁ ଟିକେ ଆଘାତ ପାଇଲେ କେବଳ ଆଖିରୁ ନୁହଁ, ହୃଦୟରୁ ବି ଲୁହ ଝରି ପଡ଼େ। ହଁ, ବେଶୀ ଭଲ ପାଉଥିବା ଲୋକଙ୍କଠାରୁ ଟିକେ ଆଘାତ ପାଇଲେ କେବଳ ଆଖିରୁ ନୁହଁ, ହୃଦୟରୁ ବି ଲୁହ ଝରି ପଡ଼େ। କେବେ ବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କର ନାହିଁ। କାରଣ ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି। ହଁ, କେବେ ବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ। କାରଣ ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିକୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି। ହଁ, କଷ୍ଟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତି। ନିଜ ପାଇଁ ନୁହଁ, ବରଂ ପରିବାରର ସ୍ୱପ୍ନ ପାଇଁ କିଛି କରନ୍ତୁ। କାରଣ ସେମାନେ ତମଠାରୁ ବହୁତ କିଛି ଆଶା କରିଥାନ୍ତି। ହଁ, ନିଜ ପାଇଁ ନୁହଁ, ବରଂ ପରିବାରର ସ୍ୱପ୍ନ ପାଇଁ କିଛି କରନ୍ତୁ। କାରଣ ସେମାନେ ତମଠାରୁ ବହୁତ କିଛି ଆଶା କରିଥାନ୍ତି। ଶବ୍ଦର ଶକ୍ତିକୁ କେବେ ଅବମାନନା କରନ୍ତୁ ନାହିଁ। କାରଣ ଏକ ଛୋଟ ହଁ ଏବଂ ଏକ ଛୋଟ ନା ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ। ହଁ, ଶବ୍ଦର ଶକ୍ତିକୁ କେବେ ଅବମାନନା କରୁନାହିଁ। କାରଣ ଏକ ଛୋଟ ହଁ ଏବଂ ଏକ ଛୋଟ ନା ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ। କେବେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କର ନାହିଁ। କାହିଁକି ନା ପ୍ରତ୍ୟେକ ଫଳର ଭିନ୍ନ ଭିନ୍ନ ସ୍ୱାଦ ଥାଏ। ହଁ, କେବେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କର ନାହିଁ। କାହିଁକି ନା ପ୍ରତ୍ୟେକ ଫଳର ଭିନ୍ନ ଭିନ୍ନ ସ୍ୱାଦ ଥାଏ।
ଯେଉଁ ବ୍ୟକ୍ତିମାନେ ନିଜ ମନର କଥାକୁ ପ୍ରକାଶ କରିପାରନ୍ତି ନାହିଁ ସେମାନେ ପ୍ରକୃତରେ ଖୁବ୍ ଉଦାର ହୃଦୟ ହୋଇଥାନ୍ତି ଓ ଅନ୍ୟର କଷ୍ଟକୁ ବହୁତ ସହଜରେ ବୁଝିପାରନ୍ତି। ହଁ, ଯେଉଁ ବ୍ୟକ୍ତିମାନେ ନିଜ ମନର କଥାକୁ ପ୍ରକାଶ କରିପାରନ୍ତି ନାହିଁ ସେମାନେ ପ୍ରକୃତରେ ଖୁବ୍ ଉଦାର ହୃଦୟ ହୋଇଥାନ୍ତି ଓ ଅନ୍ୟର କଷ୍ଟକୁ ବହୁତ ସହଜରେ ବୁଝିପାରନ୍ତି। ମାନବତ ସମସ୍ତଙ୍କ ଘରେ ଜନ୍ମ ନେଇଥାଏ କିନ୍ତୁ ମାନବିକତା ଖୁବ୍ କମ୍ ଘରେ ଜନ୍ମ ନେଇଥାଏ। ହଁ, ମାନବତ ସମସ୍ତଙ୍କ ଘରେ ଜନ୍ମ ନେଇଥାଏ କିନ୍ତୁ ମାନବିକତା ଖୁବ୍ କମ୍ ଘରେ ଜନ୍ମ ନେଇଥାଏ। ଭଲ ମଣିଷଟିଏ ହେବାକୁ ହେଲେ ଅନ୍ୟ ଆଗରେ ଭଲ ହେବାର ବାହାନା ଦେଖାଇବା ଅପେକ୍ଷା ପ୍ରଥମେ ନିଜ ନଜରରେ ଭଲ ହୁଅନ୍ତୁ। ହଁ, ଭଲ ମଣିଷଟିଏ ହେବାକୁ ହେଲେ ଅନ୍ୟ ଆଗରେ ଭଲ ହେବାର ବାହାନା ଦେଖାଇବା ଅପେକ୍ଷା ପ୍ରଥମେ ନିଜ ନଜରରେ ଭଲ ହୁଅନ୍ତୁ। ହଁ, ପ୍ରଥମେ ନିଜ ନଜରରେ ଭଲ ହୁଅନ୍ତୁ। ଦୁଃଖ ଦେବା ଲୋକ ତ ସମସ୍ତଙ୍କ ଭାଗ୍ୟରେ ମିଳନ୍ତି ହେଲେ ଦୁଃଖ ବୁଝିବା ଲୋକ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାନ୍ତି। ହଁ, ଦୁଃଖ ଦେବା ଲୋକ ତ ସମସ୍ତଙ୍କ ଭାଗ୍ୟରେ ମିଳନ୍ତି ହେଲେ ଦୁଃଖ ବୁଝିବା ଲୋକ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳନ୍ତି। ଉଚିତ ସମୟ ଆସିବାକୁ ଅପେକ୍ଷା କର ନାହିଁ। ଯାହା ଭାବୁଛନ୍ତି ତାହା ଶୀଘ୍ର କରିବାକୁ ଚେଷ୍ଟା କରନ୍ତୁ କାରଣ ଆପଣ ଭାବିବା ଭିତରେ ଅନେକ ଲୋକ ତାକୁ ଆରମ୍ଭ କରିସାରିଥିବେ। ହଁ, ଉଚିତ ସମୟ ଆସିବାକୁ ଅପେକ୍ଷା କର ନାହିଁ। ଯାହା ଭାବୁଛନ୍ତି ତାହା ଶୀଘ୍ର କରନ୍ତୁ କାରଣ ଆପଣ ଭାବିବା ଭିତରେ ଅନେକ ଲୋକ ତାକୁ ଆରମ୍ଭ କରିସାରିଥିବେ। ଅନ୍ୟଠାରୁ ଆଶା ହିଁ ଦୁଃଖର କାରଣ। ତେଣୁ କେବେ କାହାଠାରୁ କିଛି ଆଶା ନ କରି ନିଜ ଦାୟିତ୍ୱ ଠିକ୍ ଭାବରେ କରନ୍ତୁ। ଦେଖିବେ ଆପଣ କଦାପି କଷ୍ଟ ଅନୁଭବ କରିବେ ନାହିଁ। ହଁ, ଅନ୍ୟଠାରୁ ଆଶା ହିଁ ଦୁଃଖର କାରଣ। ତେଣୁ କେବେ କାହାଠାରୁ କିଛି ଆଶା ନ କରି ନିଜ ଦାୟିତ୍ୱ ଠିକ୍ ଭାବରେ କରନ୍ତୁ। ଦେଖିବେ ଆପଣ କଦାପି କଷ୍ଟ ଅନୁଭବ କରିବେ ନାହିଁ। ହଁ, ଆପଣ କଦାପି କଷ୍ଟ ଅନୁଭବ କରିବେ ନାହିଁ। ଠିକ୍ ଅଛି ଫ୍ରେଣ୍ଡସ୍, ଇଏ ଥିଲା ଆଜିର ଓଡ଼ିଆ ଅନୁଚିତା। ଆଜିର ଓଡ଼ିଆ ଅନୁଚିତା କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମି। ଆଉ ଏଇଭଳି ମନକୁ ଛୁଉଁଥିବା ହୃଦୟକୁ ସ୍ପର୍ଶ କରୁଥିବା ନୂଆ ନୂଆ ଓଡ଼ିଆ ଅନୁଚିତା ସବୁଦିନ ସବୁ ସକାଳେ ଶୁଣିବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ଆଣ୍ଡ ସେୟାର ଟୁ ଫ୍ରେଣ୍ଡସ୍।